नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। श्री गोप्यौचु जयति तेधिकं जन्मना व्रजः श्रयत इंदिरा शश्वदत्र हि त्वयि तदृश्यतां दीक्षुतावका त्वयि धृता शव त्वां विचिन्वते शरदुदाशये साधुजात शत सरसिजोदरे श्रीमृषादृशा सुरतनाथते अशुल्क दासिका वरद निधन तो नेह किंबध विषजलाप्ययात व्याल राक्षसात वर्ष मारुतात वैद्युतानलात वृषमयात्वजात विश्वतो भयात ऋषभति वयं रक्षिता मुहु न खलु गोपिका नंदनो भवान अखिल देहि नाम अंतरात्मद्रुक विखन सार्थित विश्वगुप्तये सख उदैवान सात्वतांकुले। श्रीमद् भागवत गाथा गोपी गीता सर्व विद्वान पूजित समस्त हरिभक्त मानकर अत्यंत प्रिय भगवत प्राप्तिर एकमात्र उपाय गोपी गीता। गतकाली आमे आलोचना करिछे ईश्वर को पाइबा निमंते प्रयोजन कौन? आरती। आरती हृदयर व्याकुलता, हृदयर आवेग उत्कंठा, आहा भाव भगवान को दर्शन रे अनुकंपा प्राप्ति रे जीवन नतुबा मरण एभली एक अवस्था ईश्वर प्राप्तिर एकमात्र कारण। एतिके बेले स्वयं मनर तीक्ष्णता तीव्रता संपादित होता है। मन अचल अपरिवर्तित रहे, दीपशिखा तुल्य निर्वात निष्पन्द दीपशिखा तुल्य स्थिर ही रहे आपे आपे। अंतःकरण जे व्याकुलता बा आरती जात हुए, योगी माने बहु चेष्टा करी जो मन को स्थिर करती एवं मन सुस्थिरता लाभ कले योगी मानकर जोग समाधि सिद्धि है बोली कहा जाए। शनि शनि रूपरमेद बुद्धिया धृति गृहीतया बोली गीतारे भगवान जहाँ कहले आस्ते 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 धैर्य और बुद्धि द्वारा मन को स्थिर करी 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 50-100 वर्ष पछे साधना करने को हो मन को स्थिर करी भागवत संस्पर्श करे अर्जुन से ब्रह्म संस्पर्शम अतंदम सुख श्नुते ताहा ही ईश्वर प्राप्ति। मन सर्वदा बड़ चंचल अस्थिर चंचल हि मन कृष्ण प्रमाथि बलवत दृढ़ तस्याहं निग्रहं मन्ये वायुरूप सुदुष्करम। एभलिया चंचल मन को अभ्यास वशतः धीरे 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 अति अचंचल करी यथा दीपो निबातस्तो नेंगते सोपमा श्रुता ताको ब्रह्म संस्पर्श करेवा होछि ईश्वरानुभव
ବା ଈଶ୍ୱର ପ୍ରାପ୍ତି, ଏହା ଯୋଗୀ ମାନଙ୍କର ସିଦ୍ଧି। এই যোগ সিদ্ধি এই ଅନ୍ତିମ ଅବସ୍ଥାଟି ସାଧନାର ଆପେ ଆପେ ଅଜ୍ଞାତରେ ଆମର ହେଇଯାଇଥାଏ, ଅଜ୍ଞାତରେ ଆପେ ଆପେ ହେଇଯାଇଥାଏ। ଯଦି ଅନ୍ତଃକରଣ ଭିତରେ ପ୍ରବଳ ଆରତି ବ୍ୟାକୁଳତା ଭଗବାନଙ୍କ ପ୍ରତି ଜାତ ହୁଏ, ତାଙ୍କ ଦର୍ଶନ ନିମନ୍ତେ, ତାଙ୍କ କୃପା ନିମନ୍ତେ ଆରତି ବ୍ୟାକୁଳତା ଜାଗ୍ରତ କରିପାରିଲେ ଯୋଗ ସାଧନାରେ ଆମେ ଯାହା ପାଆନ୍ତେ ଆମ ଅଜାଣତରେ ସେଇଟା ହେଇଯାଇଛି। ତଦ୍ରୁପ ଗୀତାରେ ଆଉ ଗୋଟିଏ ରହସ୍ୟ ସେଭଳିଆ ରହିଛି। ଭଗବାନ କହିଲେ, ଅର୍ଜୁନ, ଆଉ ଗୋଟେ ଭଗବତ ପ୍ରାପ୍ତିର ସହଜ ସମୟ ହେଉଛି ଦେହତ୍ୟାଗ କାଳ। ଯେତେବେଳେ ଜୀବାତ୍ମାନ এই ଜଡ଼ ପାଞ୍ଚଭୌତିକ ଶରୀରକୁ ପରିତ୍ୟାଗ କରି ଅପର ମାତୃଗର୍ଭର ପ୍ରବେଶ କରିବାକୁ ଉଦ୍ୟତ, ସେ ଗୋଟିଏ ଏଇଭଳିଆ ସନ୍ଧି ସମୟ ସୁଯୋଗ, ସେତିକି ଯଦି ଟିକିଏ ଚେଷ୍ଟା କରିଦେବ ଈଶ୍ୱର ପ୍ରାପ୍ତି ହେଇଯାଏ। ଦେହ ସେତେବେଳେ, ଜୀବ ସେତେବେଳେ ପୂର୍ବ ପ୍ରାରବ୍ଧ କର୍ମ ଭୋଗଟା ଗୋଟେ ଶେଷ ହେଇଯାଇଛି, ବାକି ଯାହା ସଞ୍ଚିତ ଅଛି ଥାଉ, ପରବର୍ତ୍ତୀ ପ୍ରାରବ୍ଧ ଭୋଗ ଆରମ୍ଭ ହେଇନାହିଁ, ଏ ଦେହକୁ ଛାଡ଼ିଛି, ସେ ଦେହକୁ ଧରିନି, ଏମିତି ଗୋଟେ ଅବସ୍ଥାରେ ଅଛି। ଏଇ ସମୟଟାରେ ଯଦି ଟିକିଏ ଚେଷ୍ଟା କରିଦେବ ତାହେଲେ ଚଟକିରି ଈଶ୍ୱର ମିଳିଯିବେ। ଏତେ ଗୁଡେ ସାଧନା କରି 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 ଯାହା ପାଆନ୍ତ ଏଇ ମୁହୂର୍ତ୍ତକର ସୁଯୋଗରେ, ପ୍ରଭୁ ସେ ସମୟରେ କଣ କେମିତି କଲେ ହବ ନା, ଶୁଣ, ଜୀବ ଜାଣିପାରେ ତାର ମୃତ୍ୟୁକାଳ ଯେତେବେଳେ ଉପସ୍ଥିତ ହେଇଯାଏ, ଯେତେବେଳେ ପ୍ରାଣ ଏ ଶରୀର ଭିତରେ 6ଟି ସ୍ଥାନରେ ବନ୍ଧା ହେଇକିରି ଅଛି, 6ଟି ରଜ୍ଜୁ ଲାଗିଛି ପ୍ରାଣ ଦେହକୁ ଶରୀରରୁ। ଯେତେବେଳେ ପ୍ରାଣ ଏ ଦେହ ଛାଡ଼ି ଯାଏ ସେତେବେଳେ ଗୋଟିଏ ଗୋଟିଏ ରଜ୍ଜୁକୁ ସେ ଛିଣ୍ଡାଏ, ଛିଣ୍ଡିଯାଏ। ସେଟା କିଭଳିଆ ଛିଣ୍ଡେ? ପାଣି ଭିତରୁ କଇଁ ଫୁଲଟିଏ, ପଦ୍ମ ଫୁଲଟିଏ ଉପରକୁ ଉଠିକିରି ଅଛି, ଏବେ ନୌକାରେ ଗଲେ ପଦ୍ମ ଫୁଲର ଡେମ୍ଫୁକୁ ଧଇଲେ ଖୁବ୍ ଜୋର କରି ଭିଡ଼ି ଦେଲେ ତାହା ଯେମିତି ଛିଡ଼ିଯାଏ ଅଧାରୁ। ଅଥବା ଯଦି ଏମିତି ଅବସ୍ଥାରେ ପଡ଼ିଲା ଯେ ଛିଡ଼ିଲା ନାହିଁ, ତାହେଲେ ଯୋଉ ପଙ୍କ ଭିତରେ ଯୋଉ କନ୍ଦଟା ଅଛି ସେ କନ୍ଦ ଦେହରୁ ଉପୁଡ଼ି ଆସେ। ସେମିତିକା ପ୍ରାଣ ଯେତେବେଳେ ଯାଏ ସେତିକି ବେଳେ ଗୋଟି ଗୋଟି କରି ଏମିତି 6ଟି ରଜ୍ଜୁ ବା ବନ୍ଧନ ଟାଣିକିରି ଛିଣ୍ଡାଏ। ସେଟା ସେ କନ୍ଦ ଦେହରୁ ଉପୁଡ଼ି ଆସେ, ନହେଲେ ତ ମଝିରୁ ଛିଡ଼ିଯାଏ, ପ୍ରାୟ ଉପୁଡ଼ି ଆସେ। ସେ କନ୍ଦ ଦେହ କଣା କଣା ତା ଦେହରେ ଅଛି, ୟା ଦେହରେ ମଧ୍ୟ ସେଭଳିଆ ଚିହ୍ନ ଥିବ ଯେ କନ୍ଦ ଭିତରୁ ଉପୁଡ଼ି ଆସିଛି, ଜଣା ପଡ଼ିଯିବ ଧଳା ହେଇ ସେ ଅଂଶଟି, ତାର ଅଗ୍ର ଅଂଶଟି। ଏ କନ୍ଦ ଗୁଡ଼ିକ ଶରୀର ଭିତରେ କିଏ? ସେଇ 6ଟି କନ୍ଦ ଯୋଉଠି ଏ ପ୍ରାଣ ବନ୍ଧା ହେଇକି ରହିଛି, ଷଟ ଚକ୍ର ରହିଛି, 6ଟି ଚକ୍ର। ଏ ଯୋଉ ଷଟ ଚକ୍ର ଭେଦ କୁହାଯାଏ, ଏ ଷଟ ଚକ୍ର ଏମାନେ କୋଉଠି ଅଛନ୍ତି? ଇଏ ଗୋଟିଏ ଗୋଟିଏ ସ୍ନାୟୁ କେନ୍ଦ୍ର, ଇଏ ଗୋଟିଏ ଗୋଟିଏ ସ୍ନାୟୁ କେନ୍ଦ୍ର, 6ଟି ସ୍ନାୟୁ କେନ୍ଦ୍ର ଶରୀର ଭିତରେ ରହିଛି। ମୂଳାଧାର ଶୂନ୍ୟଞ୍ଚ ଲିଙ୍ଗ ସ୍ୱୟଂଭୂ ଲିଙ୍ଗ ବିଷ୍ଟିତେ ସାର୍ଦ୍ଧତ୍ରି କୁଣ୍ଡଳାକାରେ ଶକ୍ତି ତତ୍ତ୍ୱ ତଦଚ୍ୟୁତେ। ଏଠି ହେଲା ପ୍ରଥମ ଶକ୍ତି। ଏଇ ଶକ୍ତିଟା ଆମେ ବ୍ୟବହାର କରୁଛେ, ଅନ୍ୟ 5ଟି କନ୍ଦର ଶକ୍ତି ଆମର ବ୍ୟବହାରରେ ଆସୁନି। ଯୋଗୀମାନେ ତାକୁ ଗୋଟିଏ ଗୋଟିଏ କରି ବ୍ୟବହାର କରନ୍ତି। এই শক্তি কেন্দ্র বা স্নায়ু কেন্দ্র বা চেতন কেন্দ্র রয়েছে মূলাধার পদ্ম, তাপরକୁ অনাহত, তাপরକୁ মণিপুর, তাপরକୁ স্বাধিষ্ঠান, তাপরକୁ মণিপুর, তাপরକୁ অনাহত, তাপরକୁ আজ্ঞা চক্র, তাপরକୁ গুরু চক্র, এমনি সব রয়েছে। এ 6টি চক্র দেহরে 6টা মাড়ি, সে রজ্জু গুড়িক সে ভিতরে পୋତି ହିଁ ରହିଛି। ଗୋଟିଏ ଗୋଟିଏ ଉପାଡ଼ିଲା ବେଳେ ଯେଉଁ ଯନ୍ତ୍ରଣା ଶରୀରରେ ଅନୁଭବ ହୁଏ,
ତାହା ହେଉଛି ମୃତ୍ୟୁକାଳୀନ ଯନ୍ତ୍ରଣା। ସେ ଉପୁଡ଼ା ଆରମ୍ଭ ହେଲେ ପ୍ରାଣ ଯେତେବେଳେ ଶରୀରକୁ ଛାଡ଼ିକରି ଯିବ ନିଜେ ଜୀବାତ୍ମା ଜାଣିପାରିବ ଶରୀରରେ ଯୋଉ ପ୍ରଚଣ୍ଡ ବ୍ୟଥା ଜାତ ହବ। ଅର୍ଜୁନ ସେଇ ସମୟଟାକୁ ଜଗିବ, ସେଇ ସମୟଟାକୁ ଜଗିବ। ଯେମିତି ପ୍ରାଣ ପ୍ରୟାଣ ପ୍ରକ୍ରିୟା ଆରମ୍ଭ ହେଲା, ଗୋଟେ ଗୋଟେ ଉପୁଡ଼ିଲା ବାହାରିଲା, ପ୍ରୟାଣ କାଳେ ମନସା ଚଳେ ନ ଭକ୍ତ୍ୟା ଯୁଗତ ଯୋଗ ବଳେ ନ ଚୈବ ଭ୍ରୁବର ମଧ୍ୟ ପ୍ରାଣମ ଆବେଶ ସମ୍ୟକ ସତଙ୍ଗ ପରଂ ପୁରୁଷଂ ଉପଇତି ଦିନମ୍। ସେଇ ସମୟଟିରେ ଏ ଶ୍ଲୋକରେ କହିଛି, ଆମେ ଯଦି ଗୀତାର ଭିତରେ ବସିବା ତ ଆମର ସେଇଥିରେ ପଳେଇବ ସମୟ। ଏ ଶ୍ଲୋକ ଗୁଡ଼ିକ ସେଇଭଳିଆ ଜିନିଷ। ପ୍ରୟାଣ କାଳେ ମନସା ଚଳେ ନ, ମନକୁ ନିଶ୍ଚଳ କରି ମୁହୂର୍ତ୍ତକ ପାଇଁ ଅଚଳ କରି, ଭ୍ରୁବର ମଧ୍ୟ ପ୍ରାଣଙ୍ଗ ଆବେଶ ସମ୍ୟକ ଯୋଗ ବଳେ ନ, এই প্রকার ভাবে মনকু স্থির অবস্থায় রক্ষি প্রাণ প্রয়াণ করেদেলে ঈশ্বর প্রাপ্তি ঘটে। এটা সহজ উপায়, কিন্তু এত করে পারলে তো হচ্ছে। এত করিয়া পাই তো 10 জন্ম প্র্যাকটিস করিବାକୁ পড়িব। ସବୁ ସାଧନାଠୁ ବଳିଗଲା। ଏତେ ବଡ଼ ସାଧନା, ଏତେ ବଡ଼ ସିଦ୍ଧି ପାଇଯିବ ଯଦି ପ୍ରାଣ ଛାଡ଼ିଲା ବେଳକୁ ଆହେ ଗୋବିନ୍ଦ ବୋଲି ବାହାରି ପଡ଼ିଲା ପାଟିରୁ, ସେଟା ଅଟୋମେଟିକ ହେଇଯାଉଛି ସେଠି। ପ୍ରାଣ କାଳେ ମନସା ଚଳନର ଯେଉଁ ସିଦ୍ଧି ସାଧନାଟା ବତେଇ ଦେଲେ, ଯଦି ଭାଗବତ ନାମ ଉଚ୍ଚାରଣ ପୂର୍ବକ ଜୀବନ ପଳେଇଲା, ଯେମିତି ହରିଦାସ ଠାକୁର କଣ କଲେ, ଶ୍ରୀକୃଷ୍ଣ ଚୈତନ୍ୟ ନାମ କରିତେ ଉଚ୍ଚାରଣ ନାମେର ସହିତେ କହିଲ ପ୍ରାଣ ନିଷ୍କ୍ରାମଣ, ନିଷ୍କ୍ରାମଣ ହେଲା। ନାମ ସହ ପ୍ରାଣ ନିଷ୍କ୍ରମିତ ହେଲା। ଉଚ୍ଚାରଣ କରିକରି ଯେ ପ୍ରାଣ ଗଲା ଆଉ ଫେରିନି। ତ ଏଇ ପ୍ରକାର ଭଗବାନଙ୍କ ନାମ ଉଚ୍ଚାରଣ କଲା ବେଳେ ଗୋଟେ ସେକେଣ୍ଡ ପାଇଁ, ଗୋଟେ ସେକେଣ୍ଡ ପାଇଁ ନୁହଁ, ସେକେଣ୍ଡ ପାଇଁ ହେଲେ ଆମେ ଜାଣିପକାନ୍ତେ ସେକେଣ୍ଡର କେତେ ଅଂଶରୁ ଗୋଟେ ପାର୍ଟିକଲ, ଏ ପାର୍ଟିକଲ ଅଫ ଟାଇମ, ଏ ପାର୍ଟିକଲ ଅଫ ଏ ସେକେଣ୍ଡ ପାଇଁ ସେ ଜିନିଷଟା ସୃଷ୍ଟି ହୁଏ ନାମ ଉଚ୍ଚାରଣ କଲାବେଳେ। ସେଟା ଏତେ କମ ସମୟ ଯେ ଆମେ ସେଟାକୁ ଫିଲ୍ କରିପାରୁନା, ଆମେ ଧରିପାରୁନା। ତ ଫିଲ୍ମର ଚିତ୍ର ଗୁଡାକ ପଳଉଛି, ଆମ ଆଖି ଧରିପାରୁନି, ଆମେ କୋଉଠି ଧରିବା? ଆମ ବ୍ରେନର କେତେ ଶକ୍ତି! ଗୋଟେ ସେକେଣ୍ଡରେ 100 କୋଟିରୁ ଅଧିକା ଯଦି ପଳେଇଲା, ଆମ ଆଖି ଆଉ ଧରିପାରିବନି। ସେ ଭାବିବ ଯେ ଏ ସ୍ଥିର ଜିନିଷଟା, ଏଥିରେ 100 କୋଟିଟା ଗଲାଣି, ସେଟାକୁ ଲକ୍ଷ୍ୟ କରିପାରୁନି। ଆଉ ଆମେ କଣ ଆଉ ଜାଣିବା? ସେଇ ଯୋଉ କମ ମୁହୂର୍ତ୍ତ ପାଇଁ ହଉଛି। ତେଣୁ ଜଙ୍ଗ ଜଙ୍ଗ ଭାବ ସ୍ମରଣ ବାପି ତ୍ୟଜତନ୍ତେ କଳେବରମ ଭାବାନୁସାରେ, ତମେ ଯଦି ଭଗବାନଙ୍କ ନାମୋଚ୍ଚାରଣ ପୂର୍ବକ ଦେହ ତ୍ୟାଗ କରିଦିଅ, ତାହେଲେ ମଧ୍ୟ ତୁମର ସେ ସାଧନାଟି ଆସି ପହଞ୍ଚିବ। କହିବା ତାତ୍ପର୍ଯ୍ୟ ଯେପରି ଏଇଟା ଆପେ ହେଇଯାଉଛି, ଭଗବାନଙ୍କ ନାମ ଯୋଉଟାକ 10 ବର୍ଷ ସାଧନାରେ ହୁଅନ୍ତାନି ବା କଷ୍ଟ କରିକି ହୁଅନ୍ତା, ସେଟା ଈଶ୍ୱର ନାମ ଉଚ୍ଚାରଣ କରେ ଆପେ ହେଇଯାଉଛି। ଠିକ ସେଇଭଳିଆ ଏ ପ୍ରାଣ ଯେତେବେଳେ ଛାଡୁଛି ଦେହରୁ, ସେତେବେଳେ ତମେ ସତର୍କ ହେଇଯିବ। ପ୍ରାଣ ପ୍ରୟାଣ ଯେତେବେଳେ ଛାଡିକରି ଯାଉଛି, ସେତେବେଳେ ସତର୍କ ହେଇ ଯଦି ଈଶ୍ୱର ଭାବରେ ମନକୁ ପୁରେଇ ଦେଇପାରିବ। କିନ୍ତୁ ସଂସ୍କାର କଣ କରେଇଦବ କି? ସଂସ୍କାର କରେଇଦବନି। କାର ହବ? ପ୍ରାଣ ପ୍ରୟାଣ ସମୟେ କଫବାତ ପିତ୍ତେଇ କଣ୍ଠାବରୋଧନ ପର ସ୍ମରଣମ କୁତସ୍ତେ। ଉଠୁ ଆପଣଙ୍କର କଥା ମନେ ପଡିବ। ବାତ ପିତ୍ତ କଫ ତ ଚିପିକିରି ଦେଖିବେ ତଣ୍ଟିକି, କଲବଲ ଛଟପଟ ହେଇକି ଗୋଡ ହାତ ବାଡଉଥିବ ତଳେ। ତେଣୁ ଆଜିଠୁ ଯଦି ମନଟା ତୁମ ପାଦ ପିଞ୍ଜର ଭିତରେ ଅଦ୍ୟୈବ ମେ ବିଶତୁ ମାନସ ରାଜହଂସ, ତମ ପାଦ ପିଞ୍ଜର ପଙ୍କଜ ପିଞ୍ଜରାନ୍ତେ, ଯଦି କହୁଛନ୍ତି ଏଇ ଯୋଉ ଆରତି ଆଉ ବ୍ୟାକୁଳତା ଏଇଟିକକ ଯଦି ଆସିଗଲା, ତାହେଲେ ଏତେ ବଡ ଯୋଗର ସିଦ୍ଧି ମିଳିଯିବ।
हरिनाम उच्चारण कला बेले एत बड़ जोगर सिद्धि मिल जाऊँ ईश्वर प्राप्ति हो जाऊँ प्राण प्रयाण काल गोटे चांस से मुहूर्त से भाया अच्छी अजामिल प्रभृति ठीक तद्रूप तो जीव जदि आरती व व्याकुलता प्राप्ति है पाई जाए से से अवस्था आसूची महायोगीर महासाधकर अवस्था आसी पहुंचुची ये आरती व व्याकुलता ईश्वर प्राप्तिर एकमात्र उपाय एवं योग ज्ञान भक्ति ये सबुड़िकर दीर्घ काल धरी साधन द्वारा ये आरती भावटी अंतःकरण भितर आसी प्रवेश करे लाभ है एटा भक्ति रे अल्प दिन रे सहज रे है ज्ञान रे योग रे 5-7 वर्ष 5-7 जन्म रे है ज्ञान बल रे शह जन्म लगी जाए ये आरती ज्ञान पौरुष सूचक तो अहम ज्ञाता अहम विज्ञ मु जाने गोटे अहंकार भाव रही ज्ञान पौरुष सूचक गोसाई जी बड़ सुंदर लिखिं अरे माया को जय कले तो भगवान को पाइब मायाटा हूँ मझे परदा अंतराल नहीं कि राम लक्ष्मण सीता बण रे जाउचंती गोसाई जी दूर देखिले तो दिव्य चक्षुरे लेखुंट बसिकी अरण्य भितर केमती जाउचंती आगे राम जाउचंती ता पछको सीता जाउचंती पछरे लक्ष्मण जाउचंती कौन लिखिले उभय बीचस्य जात ही कैसे ब्रह्म जीव मह माया जैसे केड़े सुंदर भाव अति केड़े बड़ा सिद्धांत उभय बीचस्य चलत ही कैसे केमिति चलुचंदी उभय बीच राम लक्ष्मण को भितर सीता केमिति जाउचंदी ना ब्रह्म और जीव भितर जदि माया रही जाइछि बाधक मझे तेणु जीव ब्रह्म को पाऊनी केमिति जीव ब्रह्म को पाइब ना जदि माया को अतिक्रम कर आर पट को पलि जीव तेज जाई पाइब ए माया को अतिक्रम करवा सहज कथा नुहे ए माया को अतिक्रम करने को हेले ए माया को अतिक्रम करने को हेले तुमको भक्तिर आश्रय करने को हम ज्ञानर आश्रय रे तो माया को अतिक्रम कर बोली काटिदेले गोसाई जी सीधा भक्तिवादी लोकटा तो से बड़ रुक्ष कठोर भाव में काटी दियंती जे तांको भाषा गुड़ाक बड़ कड़ा बड़ कटु गोटे गोटे जगार एकदम काटिदेले ज्ञान रे मिल नहीं भक्ति की जदि आश्रय न कर ना कहीं ना तुम पूरा माया को अतिक्रम करने को हम ना हाँ अरे ज्ञानटा हूँ पुरुषात्मिका भाव से बाटर गला बेलू तो माया को मिसला दुई जन भीतर तो आकर्षण हो सीठी रही पुरुषटा तो रमणी के देखले आकर्षित ही पाखे रहीजे कौन बुझिपारे केमी गोटे कौशल बुझाऊँ मायाटा हूँ नारी प्रवृत्ति ज्ञानटा हूँ पुरुष प्रवृत्ति नारी पुरुष भितर परस्पर आकर्षण अच्छी से जीव जो जाऊँगी ज्ञान को आश्रय करी भगवान को पाखु माया को अतिक्रमा गला बेले माया को देखला झलझल दुषी माया मध्य टे हसिक चाहिला जीव ज्ञान को आश्रय ज्ञान ता पाखु आसला तू केलो पचारला बस से तो सांग ही रहीगला गला काम दुटला आ पार हो आम पट को जीव कौन किंतु भक्ति की जदि आश्रय कर जीव भक्ति की धरिक जाऊँगी माया जो देखेदब भक्ति की छि थोकरी मेचे छेप तापर पकेब कहीं ना से जानूचे जे इटा सपत्नी उभय भगवान भक्ति और माया उभय भगवान परिचारिका उभय भगवान परिचारिका हेले सपत्नी हलानी सपत्नी आ सपत्नी भितर विकर्षण अच्छी ना आकर्षण अच्छी विकर्षण तेणु तुमको किसी चिंता पड़ोनी माया को अतिक्रम हवा किए कौशल बतौच माया को अतिक्रम माया तो ठेली पेली कर पड़ा पड़ा मो द्वार घर पड़ा शीघ्र से ठेली बाहर करदे रखोनी पाखे कि ज्ञान हेले
पुरुष प्रवृत्तात्मिका ज्ञान जदि थाए ताहले ताको खाइबाकू पीबाकू देई आसन पकई सज सुपाति पाति बड़ा आग्रह रखिब एवं चिरदिन तार कबल में बांधिक रखिब छाड़क राजी हेनी तेणु ज्ञान को आश्रय करना भक्ति को आश्रय कर आउ गोटे जिनिस हूँ कौन ना ये भक्तिटा रे आरतीटा शीघ्र आसीजे ज्ञान रे प्राय आसेना गोटे अहमिका थी जोगरे आसे टे समय लगे एगुड़िक सब निर्णय होती गीतार बड़ सुंदर भाव भगवान कहते कौशल गुड़िक सिद्धांत गुड़िक जहा आमर गोपी गीता जहाँ आम बर्तमान अध्ययन करुछे आलोचना करुछे से गोटे आरती पुंज आरती अंतःकरण भितर आवेग न आसले आरती न आसले आखिर झर झर लुह न बहिले एवं ताहा हुशियार आमे बड़ चतुर हो जाऊना समय समय ताहा जेपरी छलना त्विंगा न हुए महाविपद हो नहीं कि मंथी मंथी करी गोलमरीच गुंड घसी कि कर्पूर घसिकी आखिर लुह काढ़ी जगन्नाथ आगे कांदा से आरती नुहे नहीं कि अवश्य सेगुड़ाक आम आलोचना करवानी सेगुड़ा आम प्रयोजनीय पदार्थ नुहे कि शिक्षणीय नुहे खाली टे मन पकई देवा दरकार तो आर्त अवस्था ब्रजांगना माने विपिन रे बुलु बुलु भगवान को प्रति कौन निवेदन कले आमे ताबका आमे तुमर हे प्रभु दृश्यता आमको देखा दियो नहले आम प्राण चली जाऊची तुम्हें आमको देखा न दे कहीं बध करुच तुम्हें तो ताबका बोली कहू चलो मोर मु तुमको तमें तले मो संपत्ति मु माइले माइले रखिले रखिली तुमर कौन गला संपत्ति परा मोर मु जहा कली तू कहू किए नहीं कि द्वितीय समय भगवान ये भाव प्रकाश करचंदी भगवान ये किसी कही ना से मन में सब आसूच ब्रजांगना मान कल्पना अच्छे ना आम तुम अशुल्क दासिका तुम्हें कौन आमको पैसा देकर किच कि आम बिना मूल्य निजक नहीं तुम निकटने बिक्री करिचु बा समर्पण करिचु गोटे उदाहरण आम आलोचना करथिले मधुपकु माधविका नहीं कि बिना मूल्य मु होइछि बिका स्व इच्छा मु होइछि बिका आम निज इच्छा तुम पाखे आत्मसमर्पण करिचु तुम कौन आमको किणी नहीं जगि यथेच्छाचार कर ना तुम कौन मो ऊपर हत्या पातक आनिक दौच शतकोटी रमणी हत्या पाप तुम हम श्याम सुंदर देख शीघ्र देखा दियो ना तुम कौन मत हत्या पातक आनी मो ऊपर दौच भगवान कहले ना थरे नुह शह शह थर तुम्हें मारुच आमको जियाऊच मारुच जियाऊच नहीं कि ये कथा गुड़िक क्रम आसी केबे तुमको मु माइली ना शिशु काल आलोचना कर सारी आम केबे तुमको जियाइली शिशु काल जियाई आस मारी आस तो केमिति जीवन दान करचंती विष जलाप्ययात ब्याल राक्षसात वर्ष मारुतात वैद्युता नलात वृषमयात त्वजात विश्वतो भयात ऋषभ ते वयं रक्षितामुहु बारंबार जदि तुम आमको मारिबार इच्छा थिला तुम अंतःकरण जदि भाव या जे मु यांकु निश्चित भाव में शेष करदेवी एमान जीवन में रखई देविनी ताहले आमे तो आमे दैव जोगरे आम कपाल अनुसार मरुथुलु मरी थांतु कहीं आमको तुम बंचा जाऊल केबे तुमको मु कौटी बंचेल न विष जलाप्ययात कालिंदी विषरु कालिय दमनरु ब्याल राक्षसात अघासुर मुहुरु वर्ष मारुतात 7 दिन काल प्रचंड वर्षा तूफान वैद्युतानलात वज्रपातरु अनलात अग्निमुखरु नहीं कि अग्निमुखरु 2 थर रक्षा कर कहीं आमको रक्षा करूल तमें खाली से नुह वृष मया त्वजात वृषभ रूप धारण कर आसुथिबा अरिष्टासुरर आक्रमण
ब्रज को आक्रमण करने को आसला ब्रज को निश्चिन्न कर था अरिष्टासुर वृषभ रूप बड़ सुंदर वर्णना अच्छी ई वर्णना सब बड़ सुंदर आमर जगन्नाथ दासंकर अरिष्टासुर बद्ध आउ मया त्वजात मया त्वज मयदत्तर पुत्र व्योमासुर एम मुहरु मुहुर मुहु बारंबार आम मरिया अवस्था बंचई कहीं बचाऊल आम आमर मरी था तो बंचई रखीच आमको निजे मारे हाथ में ये मरी कहीं जाऊँगी आपे आपे मुझे बंचई रखी स्वहस्त मारि कि कुछ तो लोक तुम्हें तम अंतकरण कि कदर्य भाव अच्छी एमती बरजांगना मान कहबार भाव या इठी गोटे जिनिस अच्छी किए ना आलोचना करिया पाइबानी ना अन्य कौटी टीकाकार मान ये जो कथा गुड़िक कहले ब्रजांगना माने यही क्षेत्र आपण आमको रक्षा करिसंती बोली विष जला प्यायात तो कालिंदर विष जलू ब्याल राक्षसात अघासुर सर्प रूप से आसला ब्याल कहले सर्प दत्य सर्प दत्य अघासुर ब्याल राक्षसात वर्ष मारुतात इंद्र शपथ दिन वृष्टि कला वज्र घाई पथर बरसला लिखिं जगन्नाथ दास ना ये अन्य जगार तो ये प्रकार जो असुर मानकर नाम गुड़िक उल्लेख कले इथुरु जोड़े लीला ये पर्यंत हेनी इथुरु जोड़े लीला ए पर्यंत हेनी गोपी गीता गोपांगना माने कहला बेलू एटा रास भितर कहते जिते रास चली भगवान श्रीकृष्णकर अष्टम वर्ष बयस सप्तम वर्ष बयस गोवर्धन धारण पर्यंत लीला गुड़ा जावतीय लीला गुड़िक हो अष्टम वर्ष बयस तो रास क्रीड़ा पर नवम वर्ष बयस अरिष्टासुर बद्ध व्योमासुर बद्ध अरिष्टासुर आउ व्योमासुर बद्ध जिते सेटा भविष्यत कालर कथा अतीत कालर कथा होते सीना गोपांगना मानकर अनुभूतिर जिनिस होता आखि देखा कथा होता युड़ाक तुम्हें आमको रक्षा करछ बोली कहले ठीक अच्छी कहू कहू ता साथरे व्योमासुर बद्ध अरिष्टासुर बद्ध जो दीटा कथा कहीदेले खसीगला बाटू सड़क है पर्यंत तमें केमी जान लो भविष्य को हम ये जिनिस जदि जड़े विदेशी लोक पाइज ये तथ्य इमती लिखाई कि आमर जड़े अध्यापक जदि पाइबे जी डॉक्टरेट करी थीसिस लिखा चाहते कि उपाधि पाइबे बोली सांगे सांगे से मारिब से कल्पना कल्पित कहानी भविष्य को कौन घटे गुड़ा केमी जानी पकड़े कौन बुझीपारे ना जोटा परदिन हम 2005 मसीहा बर्तमान चली 6 चली नहीं कि 2010 जो घटना घटव ता आम आज केमी जाना जानवर चांस अच्छी कि केमी ब्रजांगना मैंने कहले से पर्यंत अरिष्टासुर दमन हैनी व्योमासुर दमन हैनी या आगामी वर्ष जाई हम एमाने जानिले केमिति जे तमे एउडा गुरु हमको रक्षा करछो बोली तो ब्रजांगना माने केमिति जानिले ब्रजांगना मानकर जानिबार एकमात्र उपाय बा गोटे सोर्स रही भविष्य को कौन कौन ये घटना घटव से माने गोटे सुजोग पाई जानव कौटी कौन सुजोग पाइले भविष्य को कौन घटव ताहा जानव को केमती पाइले देखु एटाक बेसी अन्यत्र आलोचना आम ग्रंथ मान सहजरे पाइबानी
ବ୍ରଜରେ 4 ଜଣ ଋଷିଙ୍କର ଉପସ୍ଥିତି ଦେଖାଯାଉଛି, ଆଉ ବେଶୀ ଋଷି। ଏ ଋଷି ମାନେ କେହି ହେଲେ ବ୍ରଜରସର ସାଧକ ନୁହନ୍ତି, ଗୋପାଙ୍ଗର ଦେହ ପାଇନାହାନ୍ତି କିଏ, କି ତା ପ୍ରତି ଲାଳସା ଯୁକ୍ତ ହେଇନାହାନ୍ତି, କି ଭବିଷ୍ୟତରେ ଆର କଳ୍ପାଳକୁ ହେଇପାରନ୍ତି, ସେ ଅଲଗା କଥା। ବର୍ତ୍ତମାନ ଏମାନେ ସମସ୍ତେ ଶାନ୍ତ ଅବସ୍ଥାରେ ଅଛନ୍ତି। ଏ 4 ଜଣ ଋଷିଙ୍କ ଭିତରେ ମାତ୍ର ବ୍ରଜ ଭିତରକୁ ପ୍ରବେଶ କରୁଛନ୍ତି 4 ଜଣ। ଭଗବାନଙ୍କର ବ୍ରଜଲୀଳା ଭିତରେ 4 ଜଣ ଋଷିଙ୍କର ଉପସ୍ଥିତି ଦେଖାଯାଉ। କୋଟି କୋଟି ଋଷି ଯଦିଓ ସନାତନ ଧର୍ମରେ ଅଛନ୍ତି, ଏ ଲୀଳା ଭିତରକୁ କେହି ପଶି ପାରିନାହାନ୍ତି। ଆପଣମାନେ ଜାଣିଛନ୍ତି, ବହୁତ ଚେଷ୍ଟା କରି ବହୁତ ଭଗବାନଙ୍କ ପାଖରେ ଅଳି ଅର୍ଦଳି କରି ଇନ୍ଦ୍ର ଗୋଟିଏ ଥର ବସିଛନ୍ତି, ମାଡ ଖାଇକିରି ପଛେ ଆସେ ପ୍ରଭୁ, ଗୋଟେ ଥର ପଳେଇଥେ, ଆପଣଙ୍କର ଲୀଳାରେ ମୋ ନାଁଟା ଲେଖା ହେଇଥାଉ। ଶିବ ମଧ୍ୟ ସେଭଳିଆ ଗୋଟିଏ ଥର ଯାଇଛନ୍ତି। ଏଇଟା ଏଇଭଳିଆ ଗୋଟେ ଅବସ୍ଥା ଯେ ଏଠିକି ଯିବା ପାଇଁ ଏମାନଙ୍କର ଏତିକି ଆକୁଳତା। ଯାହା ହଉ, ଋଷିମାନଙ୍କ ଭିତରେ 4 ଜଣ କିଏ କିଏ ଯାଇଛନ୍ତି? ପ୍ରଥମ ବ୍ୟକ୍ତି ହେଲେ ନାରଦ, ଥରୁଟିଏ ଯାଇଛନ୍ତି। ଦ୍ୱିତୀୟ ବ୍ୟକ୍ତି ହେଲେ ଗର୍ଗ, ତୃତୀୟ ବ୍ୟକ୍ତି ହେଲେ ଦୁର୍ବାସା। ବିଭିନ୍ନ ଆଲୋଚନାରେ 3 ଜଣଙ୍କ ନାଁ ଆପଣଙ୍କର କାନରେ ପଡିଥିବ, କେତେବେଳେ କେମିତି ଆମର ବହୁତ ଦିନ ଧରି ଆଲୋଚନା ହଉଛି ତ। ଚତୁର୍ଥ ଋଷି ହେଲେ ଭାଗୁରୀ ବୋଲି ଜଣେ ଋଷି, ସେ ପ୍ରବେଶ କରିଛନ୍ତି ବ୍ରଜଲୀଳା ଭିତରକୁ ଏବଂ କିଛି ସେଠି କାର୍ଯ୍ୟ କରିଛନ୍ତି। ନାରଦ କାହିଁକି ଯାଇଥିଲେ? କୋଉ ଦିନ ଯାଇଥିଲେ ମନେ ପକେଇଲେ? ପ୍ରତିବର୍ଷ ରାଧାଷ୍ଟମୀ ଦିନ ଆଲୋଚନା ହଉଛି। ଯେତେବେଳେ ନାରଦ ଜାଣିବାକୁ ପାଇଲେ ଯେ ଭଗବାନ ବ୍ରଜରେ ଅବସ୍ଥାନ କରୁଛନ୍ତି, ତତ୍ତ୍ୱଜ୍ଞ ଋଷି, ଚରମ ତତ୍ତ୍ୱବେତ୍ତା, ଆରେ ଶକ୍ତି କାହିଁ? ଶକ୍ତି ବିନା ଶକ୍ତିମାନ ରହିପାରିବ ନାହିଁ। ଶକ୍ତି ନଥିଲେ ଶକ୍ତିମାନଙ୍କୁ ରଖିବ କିଏ? ଯୋଉ ତଥ୍ୟଟି ବା ଯେଉଁ ସିଦ୍ଧାନ୍ତଟି ଶଙ୍କରାଚାର୍ଯ୍ୟ ଆନନ୍ଦ ଲହରୀର ପ୍ରଥମ ଶ୍ଲୋକରେ କହିଛନ୍ତି, ଶିବ ଶକ୍ତିଆ ଯୁକ୍ତୋ ଯଦି ଭବତି, ଶିବ ଯଦି ଶକ୍ତିଙ୍କ ସହିତ ଯୁକ୍ତ ହେବେ, ତେବେ ସେ ଶିବ ସମର୍ଥ ପ୍ରଳୟଙ୍କରୀ କାର୍ଯ୍ୟ ମଧ୍ୟ କରିପାରିବେ। ଯଦି ଶକ୍ତି ଠାରୁ ଚ୍ୟୁତ ହେଲେ, ଯଦି ଶକ୍ତିଙ୍କ ଠାରୁ ଚ୍ୟୁତ ହେଲେ, ତାହେଲେ ସେ ତ ନିଜେ ମଧ୍ୟ କମ୍ପି ପାରିବେନି, ହଲି ପାରିବେନି, ସ୍ପନ୍ଦିତ ହେଇପାରିବେ ନାହିଁ। ସ୍ୱୟଂ ସ୍ପନ୍ଦିତ ହେଇପାରିବେ ନାହିଁ, ସ୍ପନ୍ଦିତ ହେଇପାରିବେନି, ମାନେ ଟିକେ ହଲି ପାରିବେନି, କମ୍ପି ପାରିବେନି, ଦେହଟା ହଲେଇ ପାରିବେନି ମଧ୍ୟ। ଶିବ ଆନନ୍ଦ ଲହରୀ କେତେବେଳେ ଲେଖିଲେ କି? ଆମେ ସିଆଡେ ଗଲେ ତ ପଳେଇବା, ଆମର ସମୟ ହେଇଯିବ, ସାରିପାରିବନି। କଥା କଣ ହଉଛି କି, ଆମର ଶଙ୍କରାଚାର୍ଯ୍ୟ ମହାଶୟ ଆନନ୍ଦ ଲହରୀ ଲେଖିଲେ କାହିଁକି? ଶଙ୍କରାଚାର୍ଯ୍ୟ ମହାଶୟ ମାତ୍ର 32 ବର୍ଷର ଜୀବନ, 8 ବର୍ଷରେ ସେଠିକାର ରାଜାଙ୍କର ଗୁରୁ ଓ ଗୃହତ୍ୟାଗ ମଧ୍ୟ ବଡ ସୁନ୍ଦର ଲୀଳା। 8 ବର୍ଷରୁ 16 ବର୍ଷ ବୟସ ପର୍ଯ୍ୟନ୍ତ ଗୌଡପାଦଙ୍କ ଆଶ୍ରମରେ ଯୋଗାଭ୍ୟାସ। ଗୋବିନ୍ଦ ପାଦଙ୍କ ଶିଷ୍ୟ ଗୌଡପାଦ, ଭୁଲ କହିଲି, ଗୌଡପାଦ ହଉଛନ୍ତି ଗୁରୁ, ଗୋବିନ୍ଦ ପାଦ ତାଙ୍କ ଶିଷ୍ୟ। ଗୋବିନ୍ଦ ପାଦଙ୍କ ଆଶ୍ରମରେ ଯୋଗ ଶିକ୍ଷା 8 ବର୍ଷ, 16 ବର୍ଷ ହେଇଗଲା, 16ରୁ 24 ବର୍ଷ ପର୍ଯ୍ୟନ୍ତ 8 ବର୍ଷ ଆର୍ଯ୍ୟାବର୍ତ ପରିଭ୍ରମଣ ବା ପର୍ଯ୍ୟଟନ। ଆମର ଗୋଟେ ନିୟମ ଅଛି, ସାଧୁ ହବାକୁ ହେଲେ 4 ଧାମ ସ୍ପର୍ଶ କରିବାକୁ ହବ। ଏଇଟା ଆମ ମାନଙ୍କ ସମ୍ପ୍ରଦାୟରୁ ଟିକେ ଟିକେ କମିଗଲାଣି।
ରାମାନନ୍ଦୀ ସମ୍ପ୍ରଦାୟରେ ଆପଣ ଏବେ ବି ଦେଖିବେ ଚାରିଧାମ କରିକି ନ ଆସିଲେ ତାଙ୍କ ରୋଷେଇ ଘରେ ବସି ପାରିବନି କି ମନ୍ଦିରକୁ ବସି ପାରିବନି। ଜଣେ ବାବାଜୀ ହେଲେ ଚାରିଧାମ ଗଲୁଣି ନା ନାଇଁ ହବନି, ସେ ମନ୍ଦିରକୁ ବସି ପାରିବନି କି ଚାରିଧାମରେ ସେ ପବିତ୍ର ହେଇକିରି ଆସିଲେ ଚାରିଧାମରେ। ଅବଶ୍ୟ ଏଇଟା ରାମାନନ୍ଦୀ ସମ୍ପ୍ରଦାୟର କଡ଼ାକଡ଼ି ଭାବରେ ଟିକେ ଅଛି, ଅନ୍ୟଠୁ ଉଠି ଉଠିଗଲାଣି। ସେଠି ମଧ୍ୟ ସେତେବେଳେ ଆରମ୍ଭ ହେଲାଣି ଯୁଗର ପ୍ରଭାବରେ। ଅତଏବ ତ ପର୍ଯ୍ୟଟନ କରିବାକୁ ଯାଇଛନ୍ତି ଭାରତରେ, ସାଧୁ ହବାକୁ ହେଲେ ଭାରତ ପର୍ଯ୍ୟଟନ କରିବାକୁ ହବ, ସମସ୍ତେ ପର୍ଯ୍ୟଟନ କରିଛନ୍ତି। ଯାହା ହଉ ଯେତେବେଳେ 24 ବର୍ଷ ପର୍ଯ୍ୟନ୍ତ ଭାରତ ପର୍ଯ୍ୟଟନ ଓ ସନାତନ ଧର୍ମର ପ୍ରଚାର ପ୍ରସାର, ଏହି ପର୍ଯ୍ୟଟନ କାଳରେ ସମଗ୍ର ଭାରତରୁ ହିନ୍ଦୁ ଧର୍ମକୁ ବା ହିନ୍ଦୁ ଧର୍ମ ସନାତନ ଧର୍ମକୁ ଦୃଢ ପ୍ରତିଷ୍ଠା କରି ପୁରା ଯାଦୁ ମାଳିଲା ଭଳିଆ ମାଳି ଯାଇଥିବା ବୌଦ୍ଧ ଧର୍ମକୁ ହିମାଳୟଠୁ କୁମାରିକାଠୁ ଆରମ୍ଭ କଲେ, ହିମାଳୟଠି ତାକୁ ଆରପଟକୁ ଫୋପାଡ଼ି ଦେଲେ। ଚୀନ ବ୍ରହ୍ମଦେଶରେ ରହିଛି, ଆଉ ଏପଟକୁ ପାର ହେଇ ଆସିପାରୁନି। ବୌଦ୍ଧ ଧର୍ମ ସବୁତକ ବୌଦ୍ଧ ହେଇଯାଇଥିଲେ, ସବୁତକ ଆଉଥରେ ସନାତନୀ କରିଦେଲେ। 24 ବର୍ଷରୁ 32 ବର୍ଷ ପର୍ଯ୍ୟନ୍ତ ଶାସ୍ତ୍ର ରଚନା। ଏଇଟା କୋଉଠି ଲେଖୁଥିଲେ? ଉତ୍ତର କାଶୀରେ। ଉତ୍ତର କାଶୀ କୋଉଠି ଜାଣନ୍ତି ତ? ରୁଦ୍ରପ୍ରୟାଗଠୁ ଯେତେବେଳେ ଯମୁନୋତ୍ରୀ ଯିବେ, ଗଙ୍ଗୋତ୍ରୀ ଗଲା ବେଳକୁ ବାଟରେ ଉତ୍ତର କାଶୀ ପଡିବ। ଉତ୍ତର କାଶୀ ହଉଛି ସେଟା କି ଡିଷ୍ଟ୍ରିକ୍ଟ? କେଡେ ସୁନ୍ଦର ନାଁଟି, ସେଇ ଜିଲ୍ଲାର ହେଡକ୍ୱାର୍ଟର ଉତ୍ତର କାଶୀ। ଯାହା ହଉ, ତ ସେଇଠି ବସିକିରି ରଚନା କରୁଥିଲେ ଉତ୍ତର କାଶୀରେ, ଏବଂ ଦେହ ରକ୍ଷା କଲେ ଯାଇ କୋଉଠି? କେଦାରନାଥରେ। ସେଠି ସମାଧି ହେଇଛି ନା ଆଉ। ଆଚ୍ଛା, ଯେତେବେଳେ ଉତ୍ତର କାଶୀରେ ବସିକରି ଶାସ୍ତ୍ର ସବୁ ରଚନା କରୁଛନ୍ତି, ସେତେବେଳେ ଯେତେ ଶାସ୍ତ୍ର ଲେଖୁଛନ୍ତି ଶଙ୍କରାଚାର୍ଯ୍ୟ ଶକ୍ତି କି ମାନୁନାହାନ୍ତି। ଏକ ବ୍ରହ୍ମ ଦ୍ୱିତୀୟ ଆଉ ତାର ସିଦ୍ଧାନ୍ତଟା ଆଉ କେବଳ ବ୍ରହ୍ମ ନାମ ଗୋଟିଏ ପଦାର୍ଥ ଅଛି, ଆଉ ଦ୍ୱିତୀୟ ପଦାର୍ଥ ତ ନାହିଁ ଆଉ ଜଗତରେ। ଆଉ ସବୁଗୁଡା କେବଳ ବ୍ରହ୍ମ ଆଉ ନାଇଁ କି? ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ଜୀବ ବ୍ରହ୍ମୈବ କେବଳମ୍। ଏଇଟାକୁ ସେ ମାନୁଥିଲେ, ଆଉ କିଛି ମାନୁନଥିଲେ। ଆଉ ଜଗତକୁ ମାନୁଥିଲେ, ଜଗତର ଶକ୍ତିଟା ଆଉ ଶକ୍ତି ମାନୁନଥିଲେ, କେବଳ ବ୍ରହ୍ମକୁ ହିଁ ମାନୁଥିଲେ। ଆଉ ଏଇ ହିସାବରେ ସବୁ ଲେଖା ହେଇଗଲା, ସରିଗଲା। ଆଉ ତାଙ୍କ ଶାସ୍ତ୍ରଟା କେବଳ ବ୍ରହ୍ମବାଦୀ ହେଇଗଲା। ଆଉ ଶକ୍ତି ମାନେ ଉତ୍ତର କାଶୀରେ ଥିଲାବେଳେ ଧୀରେ ଧୀରେ ହିମାଳୟରେ ବିଚରଣ କରିବାକୁ ଟିକେ ଦୂରକୁ ପଳେଇଛନ୍ତି। ଗୋଟିଏ ନିର୍ଝରିଣୀରେ ଝର ଜଳ ଗଡ଼ି ଆସୁଛି। ସ୍ନାନ ସନ୍ଧ୍ୟା କାଳ କି ମଧ୍ୟାହ୍ନ କାଳ ଏମିତି ଗୋଟେ କଣ ସ୍ନାନ କରିବା ପାଇଁ ସେ ଝରଣା ଭିତରକୁ ଓହ୍ଲେଇଲେ। ସେ ଝରଣା ଭିତରୁ ଯେତେବେଳେ ଓହ୍ଲେଇକିରି ସ୍ନାନ କରୁଛନ୍ତି, ହିମାଳୟର ଝରଣା ତ, ଯୋଉମାନେ ହିମାଳୟ ଯାଇଛନ୍ତି ଦେଖୁଥିବେ, ସେ ପ୍ରଖର ସ୍ରୋତ, ଏତିକି ଟିକେ ଆଣ୍ଠୁଏ ପାଣି ଥିଲେ ମଧ୍ୟ ଅଣ୍ଟେ ପାଣିରେ ବୁଡ଼ିକିରି ଗାଧେଇଲେ ଆଉ ତ କୂଳକୁ ଆସିପାରୁନାହାନ୍ତି। ସେ ପେଲି ନଉଛି, ଗଡ଼ି 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 ପଳଉଛନ୍ତି, ତଳକୁ ତଳକୁ ପେଲି ନଉଛି ପାଣି। ଏପଟକୁ ସେପଟକୁ ଧରିଲା ବେଳକୁ ତା ଶିଉଳି ହାତ ଖସି ଯାଉଛି, ପାଣି ଟେଲୁଛି, କିଛି ଧରି ପାରୁନାହାନ୍ତି। ଏମିତି କିରି ମାଇଲେ ଖଣ୍ଡେ ତଳକୁ ଖସି ଆସିଲେଣି, ଆଉ ବୋଧେ ଉପରକୁ ଉଠି ପାରିବନି, ପଥରରେ ବାଡେଇ ପିଟି ଛେଚି କଚି ହେଇକି ଯାଉଛନ୍ତି। ଏତିକି ବେଳେ ଝରଣାର କୂଳରେ ଗୋଟିଏ ବୁଢୀଟିଏ 80-85 ବର୍ଷର ଶାଗ ତୋଳୁଛି। ଶାଗ ତୋଳୁଛି। ସେ ତଳେ ଶାଗ ତୋଳୁଛି, ତା ଘରେ ନେଇ ରୋଷେଇ କରି ଖାଇବ ବୋଲିକିରି ସେତିକିବେଳେ ଶଙ୍କରାଚାର୍ଯ୍ୟଙ୍କୁ ଯେତେବେଳେ ଦେଖିଲା ଗଡ଼ି ଗଡ଼ି ଖସି ଖସି ପଳଉଛନ୍ତି, କୂଳକୁ ଆସିପାରୁନାହାନ୍ତି, କହଲାରେ ପୁଅ ପଳଉଛି। କାହିଁ ପଳଉଛୁ? ଉଠି ଆସୁନୁ। କଣ କେତେ ବାଟରୁ ଗଡ଼ି ଆସିଲୁଣି? ସେ ଦେଖୁଛି ଯେତେ ବାଟ ଦଉଛି ତାକୁ। କୂଳକୁ ପଳେଇ ଆସୁନୁ, ଭେଣ୍ଡାଟେ ହେଇଛୁ, ପଳେଇ ଆସୁନୁ। ନା ମା ଶକ୍ତି ପାଉନି। ଶକ୍ତି କଣ ପାଉନୁ? ଶକ୍ତି ପରା ନାହିଁ, ଆଉ ପାଇବୁ କୋଉଠି? ହଉ ହଉ ଆ ବୋଲିକି ସେଇଠୁ ସେ ବୁଢୀ ହାତ ବଢେଇଲେ, କୂଳ ବାଣି ଚିଙ୍ଗୁଡି ଫୋପାଡ଼ିଲା ଭଳିଆ ପାଣି ଭିତରୁ କାଢିକରି ସେଇଠି ଜାଣି ପକେଇଲେ ଆଉ ମହାମାୟା ଜ୍ଞାନ ଆସିଗଲା। ଆଉ ସେଇଠି ଛିଡା ହେଇକିରି ଆନନ୍ଦ ଲହରୀ ସ୍ତବ ଗାଇଛନ୍ତି ଆବେଗମୟ କଣ୍ଠରେ। ଏମିତି ଗୋଟେ ଲେଖା ଆଉ ବିଶ୍ୱରେ ସମ୍ଭବ ହବ ଶବ୍ଦ ଦୃଷ୍ଟିରୁ? ଆଜ୍ଞା, ତା ଭିତରେ ଗୋଟେ ଗୋଟେ ଶ୍ଲୋକରେ ଗୋଟେ ଗୋଟେ ବୀଜାକ୍ଷର ଥାଇ ସେ ଆମର ଦିଲ୍ଲୀ ଇଏର ତ ସଂସ୍କୃତ ପ୍ରଫେସର ଜଣେ ତାକୁ ବାହାର କରିଛନ୍ତି। ମୁଁ ଜଣା ସେ ବହିଟି ହଜେଇ ଦେଲି, କିଏ ନେଲେ ମୋଠୁ ମାଗିକିରି ଆଉ ମତେ ଫେରେଇଲେନି। ଆନନ୍ଦ ଲହରୀର ପ୍ରତ୍ୟେକ ଶ୍ଲୋକର ଅକ୍ଷରକୁ ମିଶେଇକିରି ତା ଦେହରେ ଗୋଟେ ତାନ୍ତ୍ରିକ ପଦ୍ଧତି ବାହାରୁଛି, ବୀଜାକ୍ଷରଟେ ବାହାରୁଛି। ସେ ତାର ସବୁତକ ଫିଟେଇକିରି ଦେଇଛନ୍ତି। 104 ଟା ଶ୍ଲୋକ ର ଦେଇଛନ୍ତି। ଅମୂଲ୍ୟ ବସ୍ତୁ
ତାକୁ ଦେଖିଲେ ଜାଣିବ ତା ମୂଲ୍ୟ କେତେ। ଯେ ଜ୍ଞାନୀ ଲୋକ ତା ମୂଲ୍ୟ ସିଏ ବୁଝିବ। ତ ଏଇ ପ୍ରକାର ପରେ ଯେତେବେଳେ ଶାସ୍ତ୍ର ରଚନା ଶକ୍ତି କି ସେଇଠୁ ମାନିଲେ, ଶକ୍ତି କି ସେଇଠି ମାନିବାକୁ ଆରମ୍ଭ କଲେ। ସେ ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟ ଶକ୍ତିକୁ ମାନୁ ନଥିଲେ। କେବଳ ବ୍ରହ୍ମ ବ୍ୟତିରେକ ଆଉ କୌଣସି ବସ୍ତୁର ସତ୍ତା ନାହିଁ, କିନ୍ତୁ ବ୍ରହ୍ମର ଯେ ଗୋଟେ ଶକ୍ତି ଅଛି ସେଇଠୁ ଗ୍ରହଣ କଲେ। ତାପରେ ଦେବୀ ଅପରାଧ କ୍ଷମାପନ ସ୍ତୋତ୍ର, ଦେବୀଙ୍କ ପାଖରେ ଅପରାଧ କ୍ଷମାପନ ସ୍ତୋତ୍ର ରଚନା କଲେ। ତାପରେ ସବୁ ଦେବାଦେବୀଙ୍କୁ ମାନିଲେ। ଆଉ ଶିବଙ୍କ ସ୍ତୋତ୍ର, କୃଷ୍ଣଙ୍କ ସ୍ତୋତ୍ର, ରାମଙ୍କ ସ୍ତୋତ୍ର କଣ ଲେଖିଛନ୍ତି। এই প্রকার ভাবে শঙ্করাচার্য মহাশয় অন্ত্য মাত্র 32 বর্ষ বয়স ভিতরে এই ধর্মকে সুন্দর ভাবে সংস্থাপন করি বৌদ্ধ ধর্মকে বিদূরিত করি সনাতন ধর্মর পুনঃ প্রতিষ্ঠা কলে। তো সনাতন ধর্মর এই শক্তি যেতବେଳେ ସେ ଆନନ୍ଦ ଲହରୀ ଗାଉଛନ୍ତି, ପ୍ରଥମ ଶ୍ଳୋକଟାରେ କଣ ଲେଖିଛନ୍ତି? ଶିବ ଶକ୍ତିଆ ଯୁକ୍ତ ଯଦି ଭବତି। ଶକ୍ତି ଯୁକ୍ତ ନହେଲା ପର୍ଯ୍ୟନ୍ତ ଭଗବାନ ମଧ୍ୟ କିଛି କାମ କରିପାରିବେନି। ଏଇ ସିଦ୍ଧାନ୍ତ ସେଇଠି ଦେଲେ ଅନୁଭବ କଲା ପରେ। ଶକ୍ତି ବିନା ଭଗବାନ ବି ହଲି ପାରିବେନି। ଏଇଟା ଆଡପ୍ଟ କରିଥିଲା ମହାସୁର ରାବଣ। କୌଶଳ କ୍ରମେ ଶକ୍ତିଟାକୁ ନେଇଯାଇଥିଲା, ତା ଭିତରେ ବସିଗଲି। ଭିତରେ ବହୁ ଜିନିଷ ଆଲୋଚନା କରିବାକୁ ପଡୁଛି, କିନ୍ତୁ କଣ୍ଟ୍ରୋଲ କରିପାରିଲାନି, ୟୁଟିଲାଇଜ କରିପାରିଲାନି। ଯେତିକି ଦିନ ନେଇଯାଇଛନ୍ତି ଶକ୍ତିକି ରାବଣ ନେଇଯାଇଛି, ସେତିକି ଦିନ ଲକ୍ଷ୍ୟ ରଖନ୍ତୁ ରାମାୟଣରେ ଭଗବାନ ରାମ କେବଳ ଝିଅ ପିଲା ଭଳିଆ ପୌରୁଷହୀନ ବ୍ୟକ୍ତି ଭଳିଆ କାନ୍ଦି କାନ୍ଦି ବୁଲୁଛନ୍ତି ସିନା, ଭାଲୁ ମାଙ୍କଡ ମାନେ ବରଂ ତାଙ୍କ ପାଇଁ କିଛି ସହାୟତା କରିଛନ୍ତି, ନିଜେ କିଛି କରିନାହାନ୍ତି, କିଛି କରିପାରିନାହାନ୍ତି। ନିଜେ କୌଣସି ପୌରୁଷକ କାର୍ଯ୍ୟ କରିପାରିନାହାନ୍ତି ଯେତେକାଳ ପର୍ଯ୍ୟନ୍ତ ସ୍ୱଶକ୍ତିକି ଫେରିପାରିଲେ। ଯାହା ହଉ ଏକଥା ଛାଡ଼ନ୍ତୁ। ଏଭଳିଆ ଶକ୍ତି ନାରଦ ଚିନ୍ତା କରୁଛନ୍ତି। ଏଇଠୁ ଆମେ ବଳେଇଥିଲେନି କି ସାଡେ ଶକ୍ତିର ରହସ୍ୟ ବୁଝିବା ପାଇଁ। ତ ନାରଦ ଚିନ୍ତା କରୁଛନ୍ତି ଶକ୍ତି କାହିଁ? ଏଇ ତ ଯଶୋଦା ଗୃହରେ ତ ଏ ତ ଜନ୍ମ ହେଲେ ଦ୍ୱାରକାରେ ଟାଣି ହେଇକିରି ଆସିଲେ କାହିଁକି? ବ୍ରଜକୁ କିଏ ଟାଣିକିରି ଆଣିଲା? ମନୈବାଂଶ ଜୀବକେ ଜୀବତା ସନାତନ ମନଃ ଷଷ୍ଠାନ ଇନ୍ଦ୍ରିୟାଣୀ ପ୍ରକୃତି ସ୍ଥାନୀ କରିଛନ୍ତି। ପ୍ରକୃତି ଟାଣି ଦିଏ ନା ଆଉ ବ୍ରହ୍ମକୁ। ଆଉ ଯୁଆଡେ ନଚେଇବ ସେମିତି ନାଚିବ ଆଉ ବ୍ରହ୍ମ। ଆଉ ପ୍ରକୃତି ଟାଣି ଦେଲେ ଆମ ଘର ମାନଙ୍କରେ କେମିତି ମା ମାନେ ଯାହା କହିଲେ ଆମ ପିତା ମାନେ ଚୁପ୍ ହେଇକିରି ହଁ କରୁଛନ୍ତି ନା। ଆଉ ନହେଲେ ରୋଷେଇବାସ ସବୁ ବନ୍ଦ ହେଇଯିବ। ତ ଠିକ ସେଇଭଳିଆ ପ୍ରକୃତି ଯେତେବେଳେ କାହିଁ ନାରଦଙ୍କ ଚିନ୍ତାରେ ପଡ଼ିଲା। ପୁରୁଷଙ୍କ ସିନା ଯଶୋଦା କୋଳରେ ବିଳାସ କରୁଛନ୍ତି, ପ୍ରକୃତି କାହିଁ ବୋଲେ ଘରେ ଘରେ ଖୋଜିଲେ। ଘରେ ଘରେ ଖୋଜି 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 ଭିକ୍ଷା ଛଳରେ ଆସି ବୃଷଭାନୁଙ୍କ ଦ୍ୱାରରେ ପହଞ୍ଚିଲେ। ବୃଷଭାନୁଙ୍କ ଦ୍ୱାରରେ ପହଞ୍ଚିଲା ବେଳକୁ ବୃଷଭାନୁ କଣ କରିଛନ୍ତି ନା ବ୍ରାହ୍ମଣ ଜଣେ ଦେଖିକିରି ଘରକୁ ଡାକି ନେଲେ। ସବୁ କହିଲେ ନାରଦ ତ ଆଜ୍ଞା କୁହାଳିଆ ଲୋକ, ନାନା ପ୍ରକାର କଣ କଣ ଉଡି ଏଣୁ ତେଣୁକିରି କହିଲେ। ତାଙ୍କୁ କଣ ଅନୁଭବ ହେଲା କହିଲେ ବୃଷଭାନୁ ରାଜା ସରଳ ଲୋକ, ସେ ବୋଲି ଏଇଟା ଗୋଟେ ଟାଣୁଆ ବାବାଜୀ ବୋଧେ, ଯନ୍ତ୍ର ମନ୍ତ୍ର ତନ୍ତ୍ର ସବୁ ଜାଣେ। ଚୁପିକିରି ଆଜ୍ଞା ଗୋଟେ ଗୋପନ କଥା କହିବି, ଗୋଟେ ଗୋପନ କଥା କହିବି। ନା କଣ କହୁନାହାନ୍ତି? ନା ଆଜ୍ଞା ଏମିତି ଏମିତି ଝିଅଟିଏ ହେଇଛି ଯେ ଆଖି ଫିଟୁନି, ଚାହୁଁନି, ଅନ୍ଧୁଣିଟା, କିଛି ଖାଉନି, କିଛି ଢୁକୁନି, ଯାହା ଦେଲେ ଗଳଗଳ ପଦାକୁ ବାହାର କରିଦଉଛି। ଏମିତି ଅବସ୍ଥାରେ କେତେ ଦିନ ବଞ୍ଚିବ? ଖାଲି ସୁଖ ସୁଖ ହେଇକିରି ପଡିଛି, ପିଲାଟି ମରିଯିବ, ତା ମା ବହୁତ କାନ୍ଦୁଛି। ଏ କଥା କାହାକୁ କହିବି? ବଡ ଗୋପନରେ ରଖିଛି। ନାହିଁ ପିଲାଟା ନଷ୍ଟ ହେଇଯିବ, କାହିଁ କାହିଁ କୋଉଠି ଅଛି ମତେ ଟିକେ ଦେଖେଇବଟି।
ହନୁ ରାଜା ଡାକି ନେଲେ। ଡାକି ନେଇକରି କଣ କଲେ ତ ବୋଲିକି ଏଇ ପିଲାଟି ଯେତେବେଳେ ଦେଖିଦେଲେ ପଲଙ୍କ ଉପରେ ଶୋଇଛି ଏଡ଼ିକି କନ୍ୟାଟିଏ ଆଖି ବନ୍ଦ କରିକିରି କହିଲେ ମୋର ହନୁ ରାଜା ରହ ଆମେ ଟିକେ ଝଡ଼ା ଫୁଙ୍କା କରିବା କାଳେ ପିଲାଟା ବଞ୍ଚିଯିବ ପରା ତମେ ଯ ଘରୁ କାଢିଦେଲେ ଭିତରୁ ଦରଜା ବନ୍ଦ କରିଦେଲେ। ସପ୍ତବାର ପ୍ରଦକ୍ଷିଣ କଲେ ପ୍ରଣାମ କଲେ। ଯୋଉ ସୁନ୍ଦର ସ୍ତୂପ ଆଜ୍ଞା କରିଛନ୍ତି ସେଠି ଚିହ୍ନି ପକାଇଲେ ଶକ୍ତି କି ବଡ ସୁନ୍ଦର ସ୍ତବ କରିଛନ୍ତି। ସ୍ତବ କରି ତୃପ୍ତ ହେଲେ ବହୁତ ସେ ସ୍ତବର ମୂଲ୍ୟବାନ ସ୍ତବ ନାରଦ କରିଛନ୍ତି। ସେଇଠୁ ଫେରି ଆସି ଚୁପ୍ କରି କହିଛନ୍ତି ଶୁଣ ଇଏ ପିଲା ବଞ୍ଚିବାର ଏକମାତ୍ର ଉପାୟ ଅଛି ମୁଁ ବୁଝୁଛି କିନ୍ତୁ ହେଲେ ହଠାତ୍ ମୁଁ ତୁମକୁ କହିବିନି ସେ କଥା। ତୁମେ ନନ୍ଦପତ୍ନୀ ଯଶୋଦାଙ୍କୁ ଖବର ଦିଅ ସିଏ ପିଲାକୁ ଟିକେ ଦେଖିକରି ଯାଆନ୍ତୁ ସ୍ତନ୍ୟପାନ କରାନ୍ତୁ। ଯଶୋଦା ଯଦି ସ୍ତନ୍ୟପାନ କରେଇବେ ତାହେଲେ ପିଲା କ୍ଷୀର ପିଇବ ପରା ବୋଲି ମୁଁ ଭାବୁଛି। ଆଉ ଏଇଲେ ତାଙ୍କର ମଧ୍ୟ ସ୍ତନ୍ୟରେ ଦୁଗ୍ଧ ଅଛି 15 ଦିନ ନାଇଁ ବର୍ଷେ ତଳେ ତାଙ୍କର ପୁଅଟିଏ ହେଇଛି। ସେ ପୁଅ ଏବେ ମଧ୍ୟ ସ୍ତନ୍ୟ ଦୁଗ୍ଧ ପାନ କରୁଛି। ଆଉ ଯଶୋଦାଙ୍କୁ ଡକେଇଲେ। ଯଶୋଦା ଯେତେବେଳେ ଆସିଲେ ସେତେବେଳେ ବର୍ଷିକିଆ ପୁଅଟି ଆଉ କଣ ଘରେ ଛାଡ଼ି ଦେଇକିରି ଆସିବେ କି? ଗୋଟିଏ ପିଲା ତ ତା କାଖେଇକିରି ଧରି ଆସିଲେ। ଯେମିତି କାଖେଇକିରି ଧରିକିରି ଆସିଲେ ଆଉ ଗୋଟିଏ କଥା ସେ ଝିଅ ଆଖି ଖୋଲୁନି କିଛି ଦେଲେ ଖାଉନି କି କାନ୍ଦୁନି ଜାଡ଼ି ଡାକିଛି ଉଁକି ଚୁଁକି କିଛି ନାହିଁ ଏ ଅବସ୍ଥାରେ ଅଛି। ତ କୃଷ୍ଣ ଯେତେବେଳେ ଆସିଲେ ବର୍ଷକର ପଣ୍ଡି ହେଇଛନ୍ତି ଯେତେବେଳେ ଆସିଲେ ତ ଯଶୋଦା ଯେତେବେଳେ ଦେଖି ପକାନ୍ତି ସେ ଶିଶୁକୁ କୃଷ୍ଣ ଖସି ପଡ଼ିଲେ କାଖରୁ। ନୂଆ ଛୁଆଟେ ଦେଖିଲେ ଯେମିତି ଉପର ଛୁଆ ମାନେ ଆମ ଘର ମାନଙ୍କରେ କେମିତି ଖୁସି ହୁଅନ୍ତି। ନୂଆ ଛୁଆଟେ ଘରେ ଜନ୍ମ ହେଇଛି ତା ଉପରେ ଭାଇ କି ଭଉଣୀ ଦେଖିଲେ ଯେମିତି ଟଣା ଉଟରା କରନ୍ତି। ଆଉ ଜାଣନ୍ତି କି ମରିବ କି ବଞ୍ଚିବ ତା ଗୋଡ଼ ଭାଙ୍ଗିବ କି ହାତ ଭାଙ୍ଗିବ ଯେମିତି ଘୋଷଣା ଘୋଷି ଟଣା ଉଟରା କରନ୍ତି। ମାମରେ ପଡ଼ିଗଲା ଧରନା ସେମିତି କୃଷ୍ଣ ଯାଇକିରି ମାରି ବସିଲେ। ଯେମିତି ମାରି ବସିଲେ ଚାପିଦେଲେ ସେ ପିଲା ଉପରେ ତା ଛାତିକି ପେଟ ଉପରେ ଚଢି ଯାଇଛନ୍ତି ଆଣ୍ଠୁ ପକେଇକିରି ଭ୍ୟାଙ୍ଗିରି କାନ୍ଦିଲା। ଆଉ କଣ ସେଠି ଆଖି ଫିଟେଇ ଚାହିଁଲା। ଆଉ ଏଟାକୁ ନାରଦ ବୁଝିପାରିଛନ୍ତି ଏ ପିଲା ଆଖି ଫଟେଇଲେ ପ୍ରଥମେ କୃଷ୍ଣ ମୁଖାରବିନ୍ଦ ଦର୍ଶନ କରିବ ତାପରେ ଆଉ ଯାହା ହେଲେ ଦେଖିବ। କୃଷ୍ଣ ମୁଖାରବିନ୍ଦ ଦର୍ଶନ ପ୍ରଥମେ କଲା ପରେ ଆଉ ଯାହା ହେଲେ ଦେଖିବ। ସେଥିପାଇଁ ତାକୁ ଡକେ ଯଶୋଦା ଆସିଲେ କୃଷ୍ଣ ଆସିବେ କୃଷ୍ଣ ଆସିଲେ ଆଖି ଫିଟେଇକିରି ସେ ଚାହିଁବ ନହେଲେ ଚାହିଁବନି। ପ୍ରଥମେ କ୍ରନ୍ଦନ କଲା କୃଷ୍ଣଙ୍କୁ ଠିକ ଆଖି ଫିଟେଇଲା ବେଳକୁ ସେ ପିଲା କୃଷ୍ଣ ତ ମାରି ବସିଛନ୍ତି ପେଟ ଉପରେ ଦି ମୁହଁ ଲାଗିକିରି ରହିଛି। ଆଉ କଣଟା ଦୁଷିବ? ଯଶୋଦା ସ୍ନେହରେ ନେଇଗଲେ କୋଳକୁ ନେଇକରି ଟିକେ ସ୍ତନ୍ୟପାନ କରେଇଲେ ଯେତେବେଳେ ସେତେବେଳେ ପେଟ ଉପରେ ଦୁଗ୍ଧ ପାନ କଲା। କୃଷ୍ଣ ଅଧରାମୃତ ପ୍ରଥମେ ପାନ କଲେ ତାପରେ ଆଉ ଯାହା ହେଲେ ଖାଇବ। ଆମେ ଯେମିତି ବିଦେଶ ଗଲେ ଏତିକି ଟିକେ ନିର୍ମାଲ୍ୟ ନେଇକରି ଯାଉଛେ ସକାଳୁ ଉଠି ଗାଧେଇ ପାଧେଇ ତେଳ କାନିକରି ଆଗ ନିର୍ମାଲ୍ୟ ଟିକେ ବାଟରେ ପକେଇଦବା ଦିନ ଆଗ ଯାହା ହୋଟେଲରେ ଖାଇବା କି ଯାହା କରିବା ବଛେ ପିଆଜ ହଉଛି ରସୁଣ ଆଗ ଟିକେ ନିର୍ମାଲ୍ୟ ପଡିଥାଉ ପିଠରେ। ସେମିତିକା କୃଷ୍ଣ ଅଧରାମୃତ ଏତିକି ଦର୍ଶନ ଏତିକି ହଉଛି ନାରଦଙ୍କ ଭୂମିକା। ଆମ ସମୟ ବେଶୀ ହେଇଯାଉଛି ବାଜଲା ଶୀଘ୍ର ସାରିଦେବା। ତାପରେ ଗଲେ ଦୁର୍ବାସା। ଦୁର୍ବାସାଙ୍କ କଥା ମଧ୍ୟ ବଡ ଚିତ୍ରପୂର୍ଣ୍ଣ। ଆପଣ ମାନେ ଶୁଣିଛନ୍ତି ଦୁର୍ବାସା ଏକରେ ଆଁ କରିକିରି ବସିଲେ। ଦୁର୍ବାସା ବ୍ରଜକୁ ଗଲେ କାହିଁକି ନା ଯେତେବେଳେ ମାଡେ ଭଲକିରି ଖାଇଲେ ଅମ୍ବରୀଶ ଚରିତ୍ରରେ ଦେଖିଲେ ଯେ କୋଟି କୋଟି ମନ୍ତ୍ର ଜପ କରିକିରି ମୋର କିଛି ମୂଲ୍ୟ ନାହିଁ ତ ଘରେ ବସିକିରି ରାଜାଟେ ଆହେ ଗୋବିନ୍ଦ ଆହେ କୃଷ୍ଣ ଆହେ ଦାମୋଦର ଆହେ ଜଗନ୍ନାଥ ଆହେ ପ୍ରଭୁ ଆହେ ମହାବାହୁ କାନ୍ଦି କାନ୍ଦିକିରି ଏତିକି ଘରେ ଡାକୁଛି। ଯୁଦ୍ଧ ବିଗ୍ରହ କରୁଛି ନ୍ୟାୟ ନିଶାପ କରୁଛି ଖଜନା ଟିକସ ନଉଛି ରାଜ୍ୟ ଚଳଉଛି ଆମିଷାଦିକ ଭକ୍ଷଣ କରୁଛି ମୃଗୟା କରୁଛି ଅଥଚ ଆହେ ଗୋବିନ୍ଦ ଆହେ କୃଷ୍ଣ ଆହେ ନାରାୟଣ କହିକିରି ସିଏ ଭଗବାନଙ୍କର ନିକଟବର୍ତ୍ତୀ ପ୍ରିୟ ହୋଇଯାଇଛି ଯେ ତା ପାଇଁ ବୋଲି ମୋତେ ଭଗବାନ ତୁଚ୍ଛଗିରି କାଢିଦେଲେ। କୋଟି କୋଟି ମନ୍ତ୍ର ଜପ ସିଦ୍ଧି କରିକିରି ମୁଁ ବାମୁଣୁଟେ ଋଷିଟେ ମୁଁ ତାର ପାସଙ୍ଗରେ ପଡିଲିନି। ସେତିକିବେଳେ ସେ ବୁଝିଲେ
ଯେ ଭକ୍ତି ଆଗରେ ଏ ଯାବତୀୟ ତପସ୍ୟା ଜ୍ଞାନ ତ୍ୟାଗ ସାଧନା ମିରାକଲ ଏଗୁଡା କିଛି ନୁହଁ। ଏ ଯେ କାମ କରିବନି। ଯାହାକୁ ଭଗବାନ ଟିକେ ଭଲ ପାଉଛନ୍ତି ତା ଆଗରେ ଏଗୁଡା କଣ କରିବ? ଏଗୁଡା ଆମର ନିଜସ୍ୱ ସାଧନା ନାଇଁ କି ନିଜସ୍ୱ ସଂଗ୍ରହ। ଦୃଢ ଚେତନା ଓ କଠିନ ପରିଶ୍ରମ କରି ସଂଗ୍ରହ କରିଥିବା ଶକ୍ତି ଗୋବିନ୍ଦ କୃପା ଆଗରେ କେତେ? ଏଗୁଡାକ ଆମେ କେତେ ଶକ୍ତି ସଂଗ୍ରହ କରିବା? ଏଇଟା ଯେତେବେଳେ ବୁଝିଲେ ଏ ସମସ୍ତ ପଥ ତ୍ୟାଗ କରିଦେଇ ସେ ବୃନ୍ଦାବନ ପଳେଇଲେ ନାଇଁ କି। ବୃନ୍ଦାବନରେ ଯାଇ ଯମୁନାର ଏପଟରେ ରହିଲେ, ସେପଟକୁ ଯାଇପାରିଲେନି। କାହିଁକି ସେପଟକୁ ଯାଇପାରିଲେନି? ଯାହା ଭିତରେ ବହୁତ ତଥ୍ୟ ଅଛି। ଯମୁନାର ଏପାଖଟା ଅଲଗା ସେପାଖଟା ଅଲଗା। ଯଦିଓ ମଥୁରା ମଣ୍ଡଳ, ତାକୁ ପାର ହବା ସହଜ କଥା ନୁହେଁ। ତ ଏ ତ ଖାଲି ନା ଜୟ। ଆମେ କହିବା ହଁ ଆଜିକାଲି ତ ଉତ୍ତରପ୍ରଦେଶ ସରକାର ସେଠି ଗୋଟେ ବ୍ରିଜ କରିଦେଲେଣି, ଆଉ ଯିବାକୁ କଣ ସେଠି ବ୍ରିଜଟେ ହେଇଯାଇଛି ଏବେ 7-8 ବର୍ଷ ହେଲା, ଆନିକଟେ ହେଇଯାଇଛି। କିନ୍ତୁ ଏ ସାଧନ ଜଗତର ଯମୁନା ସେ ଏଇପଟେ ରହିବାକୁ ବାଧ୍ୟ ହେଲେ। ଏଇପଟେ ରହିକରି କଠୋର ତପସ୍ୟାରେ ବସିଲେ। ବ୍ରଜାଙ୍ଗନା ମାନେ ଯେତେବେଳେ ଜାଣିବାକୁ ପାଇଲେ ଜଣେ ସାଧୁ କିଏ ଆସିଛନ୍ତି ଆମର ଏଇ ଅଞ୍ଚଳକୁ ଆଉ ବସିଛନ୍ତି, ତ ଗୋପାଙ୍ଗନା ଗୁଡାକ ତାଙ୍କ ଅନ୍ତଃକରଣ ଭିତରେ ତ ଧର୍ମ ଭାବ ପୁରି ରହିଛି। ତ ବେଳ ଯେତେବେଳେ ହେଲା, ଆଲୋ କିଏ ଜଣେ ସାଧୁ ଆସିଛନ୍ତି, କଣ ଖାଇଥିବେ କି ନ ଖାଇଥିବେ, ଚାଲୁନ କ୍ଷୀର ଟିକେ କି ଦହି ଟିକେ ଦେଇ ଆସିବା, କଣ ପୁଣି ଖାଇବେ ପରା। 10-8 ଗୋଟେ ଦିନ ସାଙ୍ଗ ହେଲେ, ସାଙ୍ଗ ହେଇକରି ଏତିକି ହବ ଧରିଲେ ଦହି କ୍ଷୀର ଛେନା ଯାହା ଘରେ ଯାହା ଥିଲା ମୁଣ୍ଡରେ। ଯାଇ ପହଞ୍ଚିଲା ବେଳକୁ ଦଇବାକୁ ଦୁର୍ଭାଗ୍ୟ ଯମୁନାଟା ଭର୍ତ୍ତି ହେଇକି ରହିଛି, ଡଙ୍ଗା ଭଙ୍ଗା ସେଦିନ କିଛି ନାହିଁ। କେମିତି ଯିବା ଲୋ ଆର ପଟକୁ? ନୌକା ଫୌକା ପାଖା ଆଖରେ ଦୁଶୁନି, ଯମୁନାରେ ଭରପୁର ପାଣି, ଆଣ୍ଠୁଏ ଅଣ୍ଟେ ହେଇଥାନ୍ତା ବୋଲେ ପଛେ ବୁଲିକିରି ପଳେଇନ୍ତି କୋଉ ବାଟେ। କେମିତି ଯିବା? ଆଚ୍ଛା, ସାଧୁଙ୍କ ପାଇଁ ଉତ୍ସର୍ଗୀକୃତ ବସ୍ତୁ ଯାହା ଆଣିଛେ ତାକୁ ଫେର ଘରେ ପୁରେଇବା ନେଇକିରି କେମିତି? ତ ବୁଝିପାରିଲେ ନା? ଯୋଉଟା ସାଧୁଙ୍କ ପାଇଁ ଉତ୍ସର୍ଗୀକୃତ ହେଇଯାଇଛି, ଠାକୁରଙ୍କ ପାଇଁ ଉତ୍ସର୍ଗ ହେଇଯାଇଛି, ତାକୁ ଏଥିରେ ନିଜେ ଭକ୍ଷଣ କରିବା, ଏଇଟା କେମିତି ହବ? କଣ କରିବା? ବଡ ଚିନ୍ତାର ପଡେ। ସେମାନଙ୍କର ତ ସବୁବେଳେ କୃଷ୍ଣ ଭରସା। କିଏ ଗୋଟେ ଗୋପୀ କହିଲା, ଶ୍ୟାମ ସୁନ୍ଦର ସଖୀ, କୃଷ୍ଣ ଏଇ ପାଖା ଆଖରେ କୋଉଠି ଥିବେ ପରା, ଟିକେ ଦେଖିଲୁ। ଯଦି ମିଳିଯିବେ ସିଏ କେମିତି ହେଲେ ପାର କରିଦେବେ, କଣ ହେଲେ ଗୋଟେ ଉପାୟ କରି ପାର କରିଦେବେ। କାହିଁକି ନା ଅସମ୍ଭବକୁ ସମ୍ଭବ କରିବା ଲୋକ ସିଏ, ଆମେ ଦେଖିଛେ। ତ ଏଇ ପାଖା ଆଖରେ କୋଉଠି ଥିବେ ପରା। ଏମିତି ବୋଲି ଟିକେ ଚିନ୍ତିତ ହଉ ମୁରଲୀ ଧ୍ୱନି ଶୁଣିବାକୁ ମିଳିଲା। କାହିଁକି? ଅନ୍ତଃକରଣରେ ଯିଏ କୃଷ୍ଣକୁ ଖୋଜେ ସିଏ ତା ପାଖା ଆଖକୁ ପଳେଇ ଆସନ୍ତି, ଆଉ ତାଙ୍କ ସ୍ଥିତିଟା ଜଣେଇ ଦିଅନ୍ତି। ଆମେ ଏଗୁଡା ବୁଝୁନେ ବୋଲି ସିନା। ଅନ୍ତଃକରଣ ଭିତରେ ମନେ ମନେ ଯିଏ ଭଗବାନଙ୍କୁ ଖୋଜିବ, ଭଗବାନ ତା ନିକଟକୁ ପଳେଇ ଆସିବେ। ପାଖା ଆଖରେ ରହିକରି ମୁଁ ଅଛି, ନିକଟରେ ଅଛି, ପାଖରେ ଅଛି ବୋଲି ଜଣେଇବେ। ଯେତେବେଳେ ବ୍ରଜାଙ୍ଗନା ମାନେ ମନେ ମନେ ଖୋଜିଲେ ବିପଦରେ ପଡି, ନିକଟ ସ୍ଥାନରୁ ବଂଶୀନାଦ ଶୁଭିଲା, ଖୁସି ହେଇଗଲେ ଗୋପାଳୁଣୀ ମାନେ। ଯା 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 ତ ଗଲୁ, ଦୌଡ଼ି ଗଲୁ, ତୁ ହାଣ୍ଡି ଏଠି ଥୋଇ ଦେଇଥା, ଆମେ ଜଗିଛୁ, ଡାକି ଆଣି ତ ଯାଇକିରି କୃଷ୍ଣଙ୍କୁ ଯାଇ ଡାକି ଆଣିଲେ। କୃଷ୍ଣ କହିଲେ ମୁଁ ହେଲେ ଯାଇପାରିବିନି, ଆମେ ଗୋଟେ ଖେଳରେ ଅଛୁ, ଗୋଟେ ଅଛୁ ଚାକର, ତମର ଯେତେବେଳେ ଡାକିଲେ ଆମେ ଦୌଡ଼ିକିରି ଯାଇ ତମ କାମ କରୁଥିବୁ। ଶ୍ୟାମ ସୁନ୍ଦର ତମେ ଏତେ କଥା କହନି, କେମିତି ହେଲେ ମୁଁ ଟିକେ ପାର କରିଦିଅନ୍ତୁ, ମୁଁ ତାହେଲେ ଯାଇପାରିବିନି। ଆଉ ଯେତେ ପ୍ରକାର ଇଏ କହିଲେ, ଗୋପାଳୁଣୀ କହିଲା, ଆଉ ଶୁଣିଲେନି ଗୋଟେ। ଅତି ଇଏ ବି ଛାଡିବା ଲୋକ ନୁହଁ ଗୋପାଳୁଣୀ, ଇଏ କି ସହଜ ଛାଡିବା ଲୋକ? ଇଏ ତ ଛାଡିବେ ନାହିଁ ବୋଲି ଶହ ଶହ ଜନ୍ମ ବିତେଇକିରି କାମୁଡିକିରି ଧରିଛନ୍ତି ଜୋକ ଭଳିଆ। କେତେ ବାଧା, କେତେ ବିଘ୍ନ, କେତେ ମାୟା, କେତେ ମମତା ସବୁ ଆଡେଇ ଦେଇକିରି କେହି ୟାଙ୍କୁ ମୁଗ୍ଧ କରିପାରିନି। ସେ କୋଉଠି କୃଷ୍ଣଙ୍କୁ ଛାଡି ଦଉଛି ସହଜରେ। ଅତି ବିରକ୍ତ ଯେତେବେଳେ କଲା, କୃଷ୍ଣ ମତେ ଏମିତି ବିରକ୍ତ କରନା, ତୁ ଗୋଟେ କେମିତି ଗୋଟେ ଏକା ଯଦି ମାଇ ବିଟେ, ମତେ ଆମକୁ ତ ପାର କରିଦେଇ ତମେ ପଳେଇ ଆସିବ କେମିତି ହେଲେ, ଆଉ କଣ ତମର ଆମେ ସମୟ ନଷ୍ଟ କରୁଛୁ, ନହେଲେ ମୁଁ ଛାଡ଼ିବିନି ତମେ ହେଲେ। ଜୋର ଜବରଦସ୍ତ କଲା ବୋଲି ବିରକ୍ତ ହେଇଗଲେ। ବୋଲିକି ଠିକ ଅଛି, ଶୁଣୁ ଯା କହିବୁ, ଯମୁନାକୁ କହିବୁ ବୋଲେ କୃଷ୍ଣ ଯଦି ଆଜନ୍ମ ବ୍ରହ୍ମଚାରୀ ତାହେଲେ ଯମୁନା ଆମକୁ ରାସ୍ତା ଛାଡ଼ିଦେ, ଆମେ ଯିବୁ। ସେ ଗୋପାଳୁଣୀ କପାଳରେ ମୁଣ୍ଡ ହାତ ଦେଇକିରି ବସିଲା ବୋଲେ, ଶ୍ୟାମ ସୁନ୍ଦର ଲଜ୍ଜା ସଂକୋଚ ସବୁ ତୁମକୁ ଛାଡିଗଲା। କେମିତି ତୁମେ ଆଜନ୍ମ ବ୍ରହ୍ମଚାରୀ, ତାପରେ ଆମ ଆଗରେ କହିବ? ଆଉ କାହାକୁ ହେଲେ କହିଥାନ୍ତ।
ମୁଁ ଯାଇକିରି ଏ କଥା ଯମୁନାକୁ କହିବି? ତୋ ଇଚ୍ଛା ହେଲେ କହିବ, ହଁ ନ କହିଲେ ନାହିଁ। ଆଉ ଶୁଣିଲେନି କୃଷ୍ଣ। କଣ କରିବ ସେ? ଫେରି ଆସିଲା। ଅନ୍ୟ ଗୋପାଳମାନେ ଜଗିଥିଲେ ଯମୁନା କୂଳରେ। ହଇଲ କଣ ହେଲା? କୃଷ୍ଣଙ୍କୁ ଡାକିଲୁନି? କଣ କହିବି ସଖୀ ସେ କଥା? ବସିକିରି ସବୁ ତକ ଗପିଲା। ହେ ୟା କହୁଛି କୃଷ୍ଣ ଦେବେ ଆଜନ୍ମ ବ୍ରହ୍ମଚାରୀ। ବସି କଣ କରିବା ଚିନ୍ତା କଲେ। ଗୋଟେ ଗୋପାଳଣୀ କହିଲା, ଦେଖ ସେ ବ୍ରହ୍ମଚାରୀ ହଉ ନ ହଉ ଆମର କଣ ଯାଏ ସେଥିରେ? ଆମକୁ ଯଦି ଯମୁନା ବାଟ ଛାଡ଼ିଦେଲା ଆମ କାମ ହେଇଗଲା। ଆଉ ତାର ତ କାର୍ଯ୍ୟକଳାପ କଥା ସବୁ ବଡ ଅଦ୍ଭୁତ। ତାର ତ କାର୍ଯ୍ୟକଳାପ କଥା ସବୁ ଅଦ୍ଭୁତ। ହଁ, ଆଉ ଯଦି ତା କଥା ଆରେ ଯମୁନା ବାଟ ଛାଡ଼ିଦେଲା ବୋଇଲେ ଆମେ ତ ପଳେଇବା ଆର ପଟକୁ। ତେଣିକି ସେ ତା କଥାରୁ ଆମକୁ କଣ ମିଳିବ? ଅନ୍ୟମାନଙ୍କ ମନକୁ ଏ କଥାଟା ପାଇଲା। ଦେଖିବା ସେ ତ ବଡ ଅଦ୍ଭୁତ କର୍ମା, ତାର କାର୍ଯ୍ୟ ଯେମିତି କଥା ମଧ୍ୟ ସେମିତି ହେଇଥାଇପାରେ। ସମସ୍ତେ ଗଲେ, ହାତ ଯୋଡ଼ିଲେ। ମା ଯମୁନା, ତୁମେ ସୂର୍ଯ୍ୟପୁତ୍ରୀ, ବ୍ରହ୍ମଜ୍ଞାନିନୀ, ପରମ ସିଦ୍ଧମୟୀ ଜନନୀ, ଆମେ କଣ ଜାଣିମୁ? ଅଜ୍ଞାନୀ ଗୋପାଳୁଣୀ ଗୁଡାକ ବଣରେ ଜୀବନ ବିତଉଛୁ। କୃଷ୍ଣ ଏମିତି ଏମିତି କହୁଛନ୍ତି, ଆମକୁ ବଡ କହିବାକୁ ଲାଜ ଲାଗୁଛି। ତମେ ତ ସବୁ ଜାଣିଛ, ତମ କୂଳରେ ତ ସବୁ ଘଟଣା ଘଟିଛି। ତମ ଜଳରେ, ତମ କୂଳରେ, ତମ ନୌକାରେ ହିଁ ତ ସବୁ ଘଟଣା ଘଟିଛି। କୃଷ୍ଣ କହୁଛନ୍ତି ସେ ଯଦି ଆ ଜନ୍ମଚାରୀ ଆମକୁ ରାସ୍ତା ଛାଡ଼ି ଦିଅ। ଯେମିତିଟା ପାଟିରୁ ବାହାରିছে ବ୍ରଜାଙ୍ଗନା ମାନଙ୍କର ଜଳ ଦି ଭାଗ ହେଇକରି ସ୍ତମ୍ଭୀଭୂତ ହେଇଗଲା, ଠିଆ ହେଇଗଲା, ଆଉ ବହିଲାନି। ମଝିରେ ଗୋଟେ ରାସ୍ତା ରୋଡ। ଆଶ୍ଚର୍ଯ୍ୟ ଚକିତ ସଖୀ, ମଣିଷ ନା କଣ? ନା ନାଇଁ ଲୋ, କେତେ ମନ୍ତ୍ର ଜାଣିଛି। ୟା ସେମାନଙ୍କର ନିଷ୍ପତ୍ତି ନା ଈଶ୍ୱର ବୋଲି ଗ୍ରହଣ କରିପାରନ୍ତି କି? ଚାଲେ 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 ଚାଲେ, ଫେରେ ପାଣି ପଳେଇବ ବୋଲି ମୁସ୍କି ତା ମନ୍ତ୍ର କେତେ ସମୟ କାମ କରିବ କି ଜାଣି? ପ୍ରାଣ ବିକଳରେ ପାର ହେଇ ଆରପଟକୁ ପଳେଇଛନ୍ତି। ଯେତେବେଳେ ଆରପଟକୁ ପଳେଇଗଲେ ଯମୁନା ତାର ସେ ମିଶିଗଲା, ପୁଣି ବହିଲା। ଗଲେ ଯାଇକିରି ପହଞ୍ଚିଲେ। ଯାଇକିରି ଯେତେବେଳେ ସେଠି ପହଞ୍ଚିଲେ ସେଠି ଛିଡା ହେଇଗଲେ। ଗୋସାଇ ମହାପ୍ରଭୁ, ଆମେ ତମ ପାଇଁ କ୍ଷୀର ଦହି ଟିକେ ଆଣିଦେଇଛୁ, ଖାଇବ? ସେ ବସନ୍ତି। ଦୁର୍ବାସା ଆଖି ଖୋଲିଲେ ବୋଲି, ତମେ କିଏ? ନା ଆମେ ବ୍ରଜର ଲୋକ, ଯମୁନା ଆରପଟେ ଆମ ଘର। କୃଷ୍ଣ ଯୋଉଠି କ୍ରୀଡା କରନ୍ତି ମ, ନନ୍ଦଙ୍କ ରାଜ୍ୟ, ନନ୍ଦଙ୍କ ପୁଅ କୃଷ୍ଣଙ୍କୁ ଜାଣିନ? କୃଷ୍ଣଙ୍କ ତ ପ୍ରାଣ ନା, ଯାହା କଲେ ତାଙ୍କ ପାଟିରୁ କୃଷ୍ଣ ବୋଲି ବାହାରି ପଡିବ। ସେଇ ଅଞ୍ଚଳର ଲୋକ ଆମେ। ଆଉ ଆମେ କଣ ଆଣିଛ ସବୁ? କ୍ଷୀର, ଛେନା, ସର ଆଣିଛ। କଣ ପାଇଁ ଆଣିଛ? ନା ଆପଣଙ୍କୁ ଭୋଜନ ଟିକେ ଦଉ ବୋଲି। ଗ୍ରହଣ କରନ୍ତୁ, ବ୍ରାହ୍ମଣ ଲୋକ, ତପସ୍ୱୀ ଲୋକ, ଆମେ ତ ଗୃହସ୍ଥ ଲୋକ, ଆମ ପିଲାଙ୍କର କଲ୍ୟାଣ ହବ, ଆପଣଙ୍କୁ ଟିକେ ଦେବୁ। କଣ ଖାଇଥିବେ କି ନ ଖାଇଥିବେ ବୋଲି। ଗାଁକୁ ବାଜେ ଟିକେ ବୈଷ୍ଣବ ଆସିଲେ ଚାଉଳଟେ, ବାଇଗଣଟେ, ଆଳୁଟେ କିଏ କେମିତି ଦିଅନ୍ତି ତାଙ୍କୁ। ସେଇ ହିସାବରେ ଆମେ ଆଣିଦେଲୁ। ନା ଭଲ ଅଛି, ନେବି ଯେ ମୁଁ ଅର୍ଡିନାରୀ ବାଜେ ନାହିଁ। ଦୁର୍ବାସା କହିଲେ, ମୁଁ ଯଦି ଭୋଜନରେ ବସିବି ମତେ ପେଟ ପୁରା ଦବା ଦରକାର। একথা জানিছ গোটে লোককে ডাকিব খাইবে যে পেট পুরা ন দেই পারিব অনেক কাল হলা মু ভোজন করনি মু পারণ করিবি এবং পারণটা তৃপ্তিকর হওয়া দরকার এটা নিয়ম না পারণটা সন্তোষজনক তৃপ্তিকর হওয়া দরকার হ্যাঁ তেণু অনেক কাল হলা মু তপস্যারে বসছি এটি পারণ করনি যদি তুমি মতে ভোজন দেব তাহলে মোর উদর পূর্ণ হলা পর্যন্ত দেব हाँ महाप्रभु दबु बुढ़ा बामुण लोक केते खाइब एबे तो आम 7-8 हांडी धरक आसचु आउ 2-4 हांडी ना मगेबू इठू गुठू हेले खाओ पानी पुरे दे सतोष हेनी जी तपस्या औषध खाइछु पानी पुरे दे खांटी जिनिस दरकार तो जिते बेले कहले ठीक अच्छे तमें दिया मत मोर उदर पूर्ण होला पर्यंत तृप्तिकर भोजन आकंठ भोजन होला पर्यंत दब ना हाँ महाप्रभु दबु से भाई 8-10 हांडी ब्राह्मण लोक जाऊना खाईदे कहते भोग विकल अच्छा तो ये पड़ा बेलू
କ୍ଷୀର ସର ଲହୁଣୀ ଘିଅ ଗୁଡାକ କେତେ ଖାଇବ ଗୋଟେ ଲୋକ ମୁହଁ ବାନ୍ଧିଦବ। ଏତିକି ଖାଇଲେ ପେଟ ପୁରି ଯାଉଛି, ଏତିକିରେ ହେଇଯିବ ବୋଲି ସେମାନଙ୍କର ଧାରଣା ଥିଲା। ଦୁର୍ବାସା କହିଲେ ଠିକ ଅଛି, ମୁଁ ବସିଛି, ମୁଁ ଭୋଜନ କଲାବେଳେ ତ କଥା କହିବିନି, ଆମେ କେମିତି ଜାଣିବୁ ତମ ପେଟ ପୁରିଲା କି ନାହିଁ? ନା ମୁଁ ଆଁ କରିକି ବସିଛି, ମୋ ପେଟ ପୁରିଗଲେ ମୁଁ ପାଟି ବନ୍ଦ କରିଦେବି, ମୋ ପାଟି ଖୋଲା ଥିଲା ପରେ ତମେ ଢାଳୁଥିବ। ନା ହଁ ହଉ ଢାଳିଲେ ସର ଘିଅ କ୍ଷୀର କଣ ସେ ହାଣ୍ଡି କୁଣ୍ଡି ଢାଳିଲେ ମଧ୍ୟ ସେ ଆଉ ବନ୍ଦ ହେଲାନି। ସେଇ ପାଖା ଆଖରେ ତାଙ୍କର ଯେତେ ଚିହ୍ନା ପରିଚୟ ଲୋକ ଥିଲେ, ଯାହା ଭୋଜ୍ୟ ପଦାର୍ଥ ଆଧୁର ସବୁ ଅନୁରୋଧ କରି ମଗାଇକିରି ଦେଲେ, ଭର୍ତ୍ତି ହେଲାନି। ସେମିତି ଆଁ କରି ବସିଛନ୍ତି। ପରିଶେଷରେ ଗୋପାଙ୍ଗନ ଗୁଡାକ ତ ଇନ୍ଦ୍ରଙ୍କୁ ସ୍ତୁତି କଲେ, ହେ ମହେନ୍ଦ୍ର, ଆପଣ ଶସ୍ୟଦାତା, ଆପଣ ଅନ୍ନଦାତା, ଜଗତ ପାଳକ, ଆମେ ଗୋଟେ ବିପଦରେ ପଡିଯାଇଛୁ, ଗୋଟେ ଧର୍ମ କାର୍ଯ୍ୟ କରୁଥିଲୁ, ଅଧାରେ ପଡି ଯାଉଛି, ମହାତ୍ମାଙ୍କୁ ଜଣେ ଭୋଜନ ଦେଇକିରି ଆମେ ତୃପ୍ତ କରିପାରିନୁ, ଆଉ ହେଲେ ଘରକୁ ଯାଇକିରି ଆଣିବାକୁ ଆମ ବେଳ ନାହିଁ, ଆପଣ ଦିଅନ୍ତୁ। ସ୍ୱର୍ଗ ରାଜ୍ୟର ଇନ୍ଦ୍ର ଯୋଗାଇ ଦେଲେ, ଯେତେ ପଦାର୍ଥ ସବୁ ସେ ଆଣିକିରି ପହଞ୍ଚେଇଲେ, ଯାହା ତା ଭିତରେ ଭର୍ତ୍ତି କଲେ ସେ ଆଉ ବନ୍ଦ ହେଲାନି, ପଡିଲେ। ସେ ଆଉ ବନ୍ଦ ହେଲାନି, ପଡି ରହିଲା। ବଡ ଚିନ୍ତାରେ ପଡିଲେ, ଏବେ ଆମେ ଘରକୁ ଯିବା କେମିତି? ବାବାଜୀ ତା ଆଖି ବନ୍ଦ କରିଦେଇଛି, ଏଠିକି ବଡ ମେଲା କରିଛି, କୁମ୍ଭୀର ଭଳିଆ ପାଟି ମେଲା କରିକି ରହିଛି, କଣ କରିବା? ଚିନ୍ତା କରି କରି ଶେଷରେ କହିଲା କି ଦେଖ ସଖୀ, କୃଷ୍ଣ ଆଶ୍ରୟ ଛଡା ଆମକୁ ଆଉ ଗତି ନାହିଁ, କୃଷ୍ଣ ଆଶ୍ରୟ ଛଡା ଆଉ ଗତି ନାହିଁ। ଶେଷକୁ ଲଡୁ କି ମିଠେଇ କି କଣ ଗୋଟେ ଜିନିଷ ଗୋଟେ ପରାତେ ଥିଲା, ଶେଷକୁ ଗୋଟେ ଗୋପୀ କହିଲା, କୃଷ୍ଣ ତୁମକୁ ସମର୍ପଣ କରୁଛି, ନିଅ ନିଅ ଭୋଜନ କର, ତୁମ ପାଖରେ ନୈବେଦ୍ୟ କରୁଛି, ତୁମ ପାଖରେ ନୈବେଦ୍ୟ ହେଲେ ଅମୃତ ହୋଇଗଲା, ଇଏ ପରମ ପ୍ରସାଦ ମନୁଷ୍ୟର ସକଳ ବିଘ୍ନକୁ ଦୂର କରି, ୟା ବୋଲିକରି ସ୍ତବ ସ୍ତୁତି କଲା, ମନେ ମନେ କୃଷ୍ଣଙ୍କୁ ସମର୍ପଣ କଲା। ସିଏ ହାଣ୍ଡି କରି ତଳେ ଢାଳି ଦେଲା, ପାଟି ଶକ୍ତିରେ ପଡିଗଲା। ଯଦି ପଡିଗଲା ସନ୍ତୁଳିଲେ ସମସ୍ତେ ବୁଝିଲେ। ତାତ୍ପର୍ଯ୍ୟ କଣ? କୃଷ୍ଣ ନୈବେଦ୍ୟ ନ ପଡିଲା ପର୍ଯ୍ୟନ୍ତ ତୃପ୍ତି ଆସୁନି। ସେଇଥିରେ ତାଙ୍କର ତପସ୍ୟା ସିଦ୍ଧ ହବ, ସେଇଥିରେ ତାଙ୍କର ତପସ୍ୟା ସିଦ୍ଧ ହବ। ସେ ଯମୁନା ପାରି ହେଇ ଆରପଟକୁ ଯାଇ ଗୋବିନ୍ଦ ଲୀଳା ଭିତରେ ପ୍ରବେଶ କରିବାକୁ ସମର୍ଥ ହେବେ। ପ୍ରସାଦର ମୂଲ୍ୟ ଦେଖନ୍ତୁ। ଯେତେବେଳେ କୃଷ୍ଣଙ୍କୁ ସମର୍ପଣ କରି ଗୋପାଙ୍ଗନ କିଛି ରାସ୍ତା ନ ପାଇଲେ କୃଷ୍ଣଙ୍କର ଅନୁଗତ ହୁଅନ୍ତି, ସେମାନେ କୃଷ୍ଣ ବ୍ୟତୀତ ଆଉ କିଛି ଜାଣନ୍ତିନି। ଆମେ ଯେମିତି ଜଗନ୍ନାଥଙ୍କ ଛଡା ଆଉ କିଛି ଜାଣୁନେ। ଆମେ ପୁରୀବାସୀ ମାନେ ଆମର ସକଳ ଆଧାର ହଉଛନ୍ତି ଜଗନ୍ନାଥ ନା, ଆଉ ଯାହା ଆହେ ଜଗନ୍ନାଥ ହେଉ, ତାଙ୍କରି ଚରଣରେ ଆମେ ପଡିଛେ, ତାଙ୍କରି କୃପାକୁ ଆଶ୍ରୟ କରି ହଉ। ଠିକ ତଦ୍ରୂପ ସେମାନେ କୃଷ୍ଣଙ୍କର ଆଶ୍ରିତ। ଯେତେବେଳେ କୃଷ୍ଣ ସ୍ମରଣ କରି କୃଷ୍ଣଙ୍କୁ ସମର୍ପଣ କଲା ସେ ଗୋପୀ, ଏବଂ କୃଷ୍ଣ ନୈବେଦ୍ୟ ଦଉଛି ମୋର କାର୍ଯ୍ୟ ସିଦ୍ଧି ହଉ, ଋଷିଙ୍କର ତୃପ୍ତି ଆସୁ ବୋଲି ଢାଳି ଦେଲା, ପାଟି ବନ୍ଦ ହେଇଗଲା। ସେଥିରେ ମଧ୍ୟ ତାଙ୍କର ତପସ୍ୟା ସିଦ୍ଧି ହେଇଗଲା। କୃଷ୍ଣ ନୈବେଦ୍ୟ ପଡ଼ିଲା, ସେଇଟାକୁ ସେ ଅପେକ୍ଷା କରିକି ବସିଥିଲେ। ବାସ୍ ସେତେବେଳେ ଗୋପାଳନ କଲେ, ମହାପ୍ରଭୁ ହେଲା ନା? ହଁ, ବଡ ତୃପ୍ତି ଲାଗିଲା, ପେଟ ପୁରା ଭରପୁର, ଯାଅ ଯାଅ ତମେ ଯାଅ, ମୁଁ ଟିକେ ଶୋଇ ପଡେ। ଖାଇସାରିଲା ପରେ ବହୁତ ଦିନ ଧରି ଉପବାସରେ ଥିଲି, ମୁଁ ଟିକେ ଗଛ ମୂଳେ ଶୋଇ ପଡେ, ତମେ ଯା। ଚାରି ହାତ ପୁଣି ଫେରି ଆସିଲା, କଣ ହେଲା କାହିଁକି ବାହୁଡିଲ? ମହାପ୍ରଭୁ କେମିତି ଯିବୁ ଆର ପଟକୁ? କାହିଁକି? ଯମୁନା ବଢିକିରି ରହିଛି, ଦୁଶୁଛି, ଟିକେ ଖଳ ଖଳ ଶୁଭୁଛି, ଆଉ କିଛି ସୁବିଧା ନାହିଁ, କେମିତି ଆର ପଟକୁ ଯିବୁ? ତମେ ତ ଗୋଟେ ଅସୁବିଧା ଜାଗାରେ ବସିଛ, ଏଟା ଘାଟ ନାହିଁ କି ଫାଟ ନାହିଁ, କିଛି ନାହିଁ, ଜଙ୍ଗଲିଆ ଜାଗାଟା, ଏଠିକି ନୌକା ଡଙ୍ଗା ଆସିବନି। ଆସିଲା ବେଳକୁ କେମିତି ଆସିଥିଲେ? ଇଏ ତା ମୁହଁ ଚାହିଁଲା, ସିଏ ତା ମୁହଁକୁ ଚାହିଁଲା, କଣ? ଶେଷକୁ ସାହସ କରି ଜଣେ କହିଦେଲା, କୃଷ୍ଣ ପଠେଇ ଦେଇଥିଲେ। କେମିତି ପଠେଇଥିଲେ? କହିଲେ ସବୁ କଥା ଖୋଲିକିରି ବ୍ରାହ୍ମଣ ଆଗରେ, ଆଉ ମିଛ କହିବେ କି? ଏମିତି 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 କଥା, ଏଇଭଳିଆ କୃଷ୍ଣ କହିଥିଲେ। ନାଇଁ ଠିକ ଅଛି, ତମେ ଯାଇକିରି ଯମୁନାଙ୍କୁ କହିଦବ, ବୋଲିବ ଯଦି ଦୁର୍ବାସା ମୁନି ଆଜନ୍ମ ଅନାହାରୀ, ଜନ୍ମ ହେଲାଠୁ କିଛି ଖାଇନାହାନ୍ତି, ତାହେଲେ ଯମୁନାଙ୍କୁ ରାସ୍ତା ଛାଡ଼ିଦେ। ନହେଲା ଓଳିଏ କାଳ ବିତିଗଲାଣି, ବ୍ରହ୍ମାଣ୍ଡରେ ଯୋଉଠି ଯେତେ ପଦାର୍ଥ ଆଣିକିରି ଭର୍ତ୍ତି କଲୁ, ଛୁଡା ସେମିତି ଥିବ, ଜୀର୍ଣ୍ଣ ମଧ୍ୟ ହେଇନଥିବ। ଏବେ ଇଏ ଅନାହାରୀ। ଆଉ ଗୋଟେ କପି କହିଲା, ହଁ ର ସଖୀ,
ଏମାନଙ୍କ କାରବାର ଆମେ ଜାଣିପାରିବାନି। ୟାଙ୍କ ରାଜ୍ୟ ଅଲଗା, ଆମ ରାଜ୍ୟ ଅଲଗା। ଆମର ଗତିବିଧି ଚାଲିଚଳନ କଥାବାର୍ତ୍ତା ଅଲଗା, ଏମାନଙ୍କର ଗତିବିଧି ଚାଲିଚଳନ ଅଲଗା। ଦେଖୁନୁ ସେ କେମିତି ଆଜନ୍ମ ବ୍ରହ୍ମଚାରୀ ଉଡ଼ିକିରି କହିଲା, ଆଉ ଯମୁନା ମଧ୍ୟ ତା କଥା ମାନିଲା। ଚାଲ କହିବା, ସେ ତ ଆଜନ୍ମ ବ୍ରହ୍ମଚାରୀ ହବାରୁ ଯମୁନା ବାଟ ଛାଡ଼ିଦେଲା, ଆଉ ଇଏ ସି ଭଳିଆ ଆଜନ୍ମ ନାହରିଟିଏ ଆଉ। ଯମୁନା କୂଳରେ ଯାଇକି ତଳେ ପହଞ୍ଚିଲେ, ଏଇ କଥାଟି କହିଲେ, ଯମୁନା ପଥ ଛାଡ଼ିଦେଲେ, ବ୍ରଜାଙ୍ଗନା ଆରପଟକୁ ପଳେଇଲେ। ସେଇଠୁ ଦୁର୍ବାସା ଆରପଟକୁ ଗଲେ। ଏଇଠି ତାଙ୍କର ପରୀକ୍ଷା କଲେ ଯେ ମୋର ବର୍ତ୍ତମାନ ତପସ୍ୟା ସିଦ୍ଧି ଘଟିଲା। ଆରପଟକୁ ଗଲା ପରେ ଦୁର୍ବାସାଙ୍କର କାର୍ଯ୍ୟ ଗୋପ ଭିତରେ କଣ ନା, ଦୁର୍ବାସାଙ୍କର କାର୍ଯ୍ୟ ହେଲା ବ୍ରଜ ଭିତରେ ସେଟା ବଢିଆ କାମ କରିଛନ୍ତି। ଏଇଭଳିଆ କାମ ଯେତେ ସବୁ ଗୋପ ଶିଶୁ ସମସ୍ତଙ୍କ ମନରେ ଏ କାତ୍ୟାୟନୀ ବ୍ରତ ସିଏ ବତେଇଛନ୍ତି ନା ଘରେ ଘରେ, ଆଉ ଅନେକ କାମ କରିଛନ୍ତି। ତ ସବୁ ଗୋପ କନ୍ୟା ମାନଙ୍କୁ କୃଷ୍ଣ ପ୍ରାପ୍ତି ଅର୍ଥେ, କୃଷ୍ଣଙ୍କୁ ପାଇବା ପାଇଁ, କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ କାତ୍ୟାୟନୀ ବ୍ରତ ବାଦେ ବହୁତ ପ୍ରେରଣା ଯୋଗାଇଛନ୍ତି, ବହୁତ କୌଶଳ, ବହୁତ ମନ୍ତ୍ର, କୃଷ୍ଣ ବଶୀକରଣ ଉପାୟ। ମନ୍ତ୍ରଜ୍ଞ ଋଷିଟା ତ ଦୁର୍ବାସା ମନ୍ତ୍ରଜ୍ଞ ଋଷିଟା ନା, ଆଉ କଣ? କୃଷ୍ଣ ବଶୀକରଣ ମନ୍ତ୍ର, କୃଷ୍ଣ ପ୍ରାପ୍ତି ମନ୍ତ୍ର, କୃଷ୍ଣ ପ୍ରୀତି ମନ୍ତ୍ର ସମସ୍ତଙ୍କୁ ଦେଇଛନ୍ତି। ଗୋପାଙ୍ଗନା ଗୁଡାକ ନିରନ୍ତର ତାକୁ ସାଧନ କରିକରି ପରିଶେଷରେ ରାଧାରାଣୀଙ୍କି ଗୋଟିଏ ପଶା ବାଲି ଦେଇଛନ୍ତି। କେତେ ଜିନିଷ ଦେଇଛନ୍ତି? ପଶା ଖେଳ। ଏଇ ପଶା ପାଲିଟି ନେଇ ୟାରି ଦେହରେ କୃଷ୍ଣଙ୍କ ସାଥିରେ ତୁମେ ପଶା ଖେଳୁଥିଲେ ନିରନ୍ତର ତୁମର ବଶୀଭୂତ ହୋଇ କୃଷ୍ଣ ରହିବେ। ଏଇଟା ଗୋଟେ ଅଭିମନ୍ତ୍ରିତ ପଶା ଖେଳର ଜିନିଷ, ଏବଂ କୃଷ୍ଣ ସବୁବେଳେ ହାରିବେ। ଏ ପଶା ଖେଳରେ ତୁମ ପାଖରେ କୃଷ୍ଣ ସବୁବେଳେ ହାରିବେ। ଏମିତି ଅନେକ ଜିନିଷ ଆଉ ଦେଇଛନ୍ତି। ପ୍ରାୟ ଭଗବାନଙ୍କର ବ୍ରଜରୁ ପ୍ରତ୍ୟାଗମନ ପର୍ଯ୍ୟନ୍ତ ଦୁର୍ବାସା ଗୋପନୀୟ ଭାବରେ ସେଠି ଅଛନ୍ତି ଓ ଏ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରୁଛନ୍ତି। 2 ଜଣ ଋଷି। ଗର୍ଗ ହେଲେ କୁଳ ପୁରୋହିତ ସେଠିକାର। କଂସ ଭୟରେ ଟିକେ କମ ଯାଆନ୍ତି ସେ ଅଞ୍ଚଳକୁ। କଂସକୁ ଟିକେ ଭୟ କରନ୍ତି ଗର୍ଗ। ରାମକୃଷ୍ଣଙ୍କର ନାମକରଣ ଲୁଚିକିରି ରାତି ଅଧରେ କରିଥିଲେ, ଆମେ କେତେଥର ଆଲୋଚନା କରିଛେ ନାଇଁ କି? କଂସ ଭୟରେ ଯାଆନ୍ତିନି। ଏତଦ୍ ବ୍ୟତୀତ ଏ 3 ଜଣ ଋଷିଙ୍କ ବାଦେ ଚତୁର୍ଥ ଋଷି ହେଲେ ଭାଗୁରୀ। ଭାଗୁରୀ ସେ ଭିତରେ ଥରେ କେମିତି କଣ ଚେଷ୍ଟା କରି କୌଶଳ କରି ବ୍ରଜ ଭିତରେ ପଶିଲେ। ବ୍ରଜ ଭିତରେ ପଶି ଯେତେବେଳେ ଧୀରେ ଧୀରେ ସମସ୍ତଙ୍କ ପରିଚିତ ହେଲେ, ସିଏ ଇ ଡౌରିଆ ବିକା ବାଜି ଭଳିଆ ଠିକ ଯାଇଥାନ୍ତି। କେତେକ ବାଜି ବୁଲନ୍ତିନି ସବୁ ସାହି ମାନଙ୍କରେ। 2-4 ଜଣ ଝିଅ ଯେତେବେଳେ ଦେଖିଦେବେ କି ସ୍ତ୍ରୀ ଲୋକ ତ ପାଣି ମନ୍ଦେ ପିଇବାକୁ ମାଗିବେ, ନହେଲେ ଖାଇବାକୁ ରୁଟି ଖଣ୍ଡେ ମାଗିବେ, ସେଠି ବସିବେ। ହେଲେ ଝିଅ ତ ଘରେ ସବୁ ଭଲ ତ? ବୋହୁ ପିଲା ଦେଖିଲେ ଭଲରେ ଅଛୁ? ନାଇଁ ମହାପ୍ରଭୁ କଣ କହିବି, ଶାଶୁର ଗଞ୍ଜଣା ତ ସହି ହଉନି। ଚେରୁଟା ନେଇଥା, ଶାଶୁକୁ ଘୋରିକିରି ଟିକେ ଖାଇବାରେ ଦେଇବାକୁ ଯେ ସବୁବେଳେ ଏମିତି ଗୁଡିଏ ବାବାଜୀ ନାହାନ୍ତି? କିଏ ଡౌରିଆ ବିକେ, କିଏ ଔଷଧ ବିକେ, କିଏ ଚେରମୂଳିକା ବିକେ। ସେମିତିକା ଗୋଟିଏ ବାବାଜୀ ହେଇକିରି ଭାବୁରି ଗଲେ ବ୍ରଜରେ। ସେ ଏଇଭଳିଆ କାର୍ଯ୍ୟ କରିଛନ୍ତି। ଏଇଭଳିଆ ଯେତେବେଳେ ଯଶୋଦାଙ୍କ ପାଖରେ ଯାଇକରି ପହଞ୍ଚିଲେ, ଯଶୋଦାଙ୍କ ଘରେ, ଯଶୋଦାଙ୍କ ବାଡି ପଟେ ଯେତେବେଳେ ପହଞ୍ଚିଛନ୍ତି, ତାଙ୍କୁ ଯଶୋଦା ପେଟୁ ଟିକେ ଖାଇବାକୁ ପିଇବାକୁ ଦେଲେ। ଖାଇବାକୁ ପିଇବାକୁ ଦେଇକରି କହିଲେ, ଗୋସାଇଁ ମହାପ୍ରଭୁ ଆଉ ଟିକେ ମୋ ପୁଅର ଟିକେ ହାତଟା ଦେଖିବନି? କୃଷ୍ଣ ଗୁଡା କିଣିଲେ, ହାତ ଦେଖେଇଲେ। କୃଷ୍ଣଙ୍କ ହାତ ଦେଖିଲେ, କିଏ ସେ ବାଗୁରି ବୋଲି ସେଥିପାଇଁ ଯାଇଛନ୍ତି ଆଉ ଏଗୁଡାକ ଭୋଗ କରିବା ପାଇଁ। ଆଉ କଣ କହିଲେ, ମା ହାତରୁ ଯାହା ବାହାରୁଛି ଲକ୍ଷଣ ସବୁ କହିଦେବି ଯେ, ଆଉ ତ ଜାତକ ଗୁଡାଠି ଆଣୁନ? ଆମ ଗୌଡ଼ ଜାତି, ଆମେ ଜାତକ ମାତକ କଣ ଜାଣିନୁ। କୋଉ ଦିନ ଜନ୍ମ ହେଇଥିଲା? ନା ଭୋଦୁଅ ମାସ ଅନ୍ଧାର ରାତି, ସେଦିନ ବେଶୀ ବର୍ଷା ହଉଥିଲା। ଯୋଉଦିନ ବେଶୀ ବର୍ଷା ସେଦିନ ମୋ ପୁଅ ଜନ୍ମ। କହିଲେ ଯଶୋଦା ତାଙ୍କ ଭାଷାରେ। ତ କେତେବେଳେ ଜନ୍ମ ହୋଇଥିଲା? ତାର ନକ୍ଷତ୍ର ତାର ଦେଖିରେ ଭାଗୁରୀ ମୁନି କୃଷ୍ଣଙ୍କ ଗୋଷ୍ଠୀଟା ତିଆରି କରିଛନ୍ତି। ମାଙ୍କୁ ପଚରା ଉଚରା କରି
तुमको केतेबेले प्रसव पीड़ा हला केते राति से गोलुक होता केमी जानवे समयटा न जानले नाना कथा पचारि बड़ सुंदर वर्णना अच्छी गोस्वामी मान ग्रंथरे पचारि 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 से तिथि नक्षत्र सब बाहर कर पांजी फांजी आनी जातक तैयारी कले जातक तैयारी कला से जो जातक कृष्ण तैयारी कर भागरी बसिक दिन ओडिया बाड़ी पटे रही खाई पी यशोदा खाइबा देले भल भल जिन खाइबा दौरान कृष्णकर दर्शन मिलूँ ए गोपांगना मैंने समस्ते बाड़ी पटे जाकर जमा होती कृष्ण को गोष्ठी तैयार होची बोलिकी गोष्ठी तैयारी कर सारा जो भल मंद कथा सब कहले सेतिक बेले जन्म ठारू 9 वर्ष बयस भितर कृष्ण कौन कौन करिवे समस्त लीला गुड़िक भागुरी गोटी गोटी कहते सेतिक बेले अरिष्टासुर बद्ध और व्यवासुर बद्ध कहते गोपांगना मैंने शुणी जोटा वर्तमान घटी नथिले भविष्य घटव से कथाटी ये कहीदेले दीर्घ समय आज बीतीगला आपणकर अधघंटे समय मुझे अधिका नहीं हाँ गोप तो गपसप कथा बोलिक जना पड़ानी समय बीतीगला तत्व कथा ही था बोले तलू मुंड गोलमाला होंगे 15 मिनट पूर्व पलि था लीला कथा गुड़िक अच्छा आपण मैंने लक्ष्य कले समय को समय गड़ी जाऊँगी लीला कथार जमी मन लगे भगवान पाखे